ଆପଣମାନଙ୍କୁ ଦାସ ଓଡ଼ିଆ ରିସର୍ଚ୍ଚ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ମାଟିର ମହାକବି ଶୂଦ୍ରମୁନି ସାରଳା ଦାସଙ୍କ ସମ୍ପର୍କରେ ଆଲୋଚନା କରିବା ଓ ତାଙ୍କ ରଚନାବଳୀ ସମ୍ପର୍କରେ ମଧ୍ୟ ଆଲୋଚନା କରିବା। ତେବେ ଆମେ ସାରଳା ଦାସକୁ ଗୋଟିଏ ସଂସ୍କୃତିର ଦ୍ୟୋତନା ବୋଲି ମାନିନେଲେ ଅତ୍ୟୁକ୍ତି ହେବ ନାହିଁ। ସେ କପିଳେନ୍ଦ୍ର ଦେବଙ୍କର ସମସାମୟିକ। ସେ ଭାଷା ବିଶାରଦ ଥିଲେ। ମୁଖ୍ୟତଃ ସଂସ୍କୃତ ଓ ଓଡ଼ିଆ ଭାଷାରେ ସେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିପାରିଥିଲେ। ସଂସ୍କୃତ ଭାଷାରେ ଗଭୀର ଅନୁପ୍ରବେଶ ନଥିଲେ ମହାଭାରତର ମର୍ମ ଓ ଆଭିମୁଖ୍ୟ ଉପଲବ୍ଧିରେ ସେ କେବେ ବି ସମର୍ଥ ହୋଇପାରିନଥାନ୍ତେ। ବ୍ୟାସକୃତ ମହାଭାରତର ସମଗ୍ର ବିଷୟବସ୍ତୁ ସମେତ ତାର କାବ୍ୟିକ ଆବେଦନ ସାରଳାଙ୍କ ରକ୍ତରେ ପ୍ରାଣରେ ସମ୍ଭବତଃ ଏମିତି ଏକାତ୍ମ ହୋଇଯାଇଥିଲା ଯେ ସେ ସେହି ମହାକାବ୍ୟକୁ ନିଜ ଭାଷାରେ ରୂପାନ୍ତରିତ କରି ଉପସ୍ଥାପନ କରିବାକୁ ସତତ ବ୍ୟାକୁଳ ହୋଇ ଉଠିଥିଲେ। ଓଡ଼ିଆ ସାହିତ୍ୟର ଆଦିସ୍ରଷ୍ଟା ସାରଳା ଦାସଙ୍କ ଅତୀତ କିମ୍ବଦନ୍ତୀ ଦ୍ୱାରା ଆଚ୍ଛନ୍ନ ଥିଲା। ତାଙ୍କର ସୁବିଶାଳ କୃତିର ସମ୍ପାଦିତ ଦାଣ୍ଡି ସଂସ୍କରଣ ଓଡ଼ିଶା ସରକାରଙ୍କ ଦ୍ୱାରା ସାରଳା ମହାଭାରତ ନାମରେ ବିଂଶ ଶତାବ୍ଦୀର ସପ୍ତମ ଅଷ୍ଟମ ଦଶନ୍ଧିରେ ପ୍ରକାଶ ପାଇଲା ଓ ପୂର୍ବରୁ ଅଜ୍ଞାତ ଥିବା ତାଙ୍କର ପ୍ରଥମ ରଚନା ବିଚିତ୍ର ରାମାୟଣ ଖ୍ରୀଷ୍ଟାବ୍ଦ 1980ରେ ଲୋକଲୋଚନକୁ ଆସିବା ପରେ ତାଙ୍କ ସମ୍ପର୍କରେ ପୂର୍ବରୁ ପ୍ରଚାରିତ ମତାନ୍ତର ଅନେକ ପରିମାଣରେ ଅବାନ୍ତର ହୋଇପଡ଼ିଛି। ତାଙ୍କ ସ୍ଥାନକାଳ ପାତ୍ର ସମ୍ପର୍କରେ ନିଜ ବକ୍ତବ୍ୟକୁ ଆଧାର କରି ପ୍ରାଞ୍ଜଳତର ହୋଇପାରୁଛି। ସାରଳା ଦାସ ମହାଭାରତ ଓ ଚଣ୍ଡୀ ପୁରାଣରେ ତାଙ୍କ ଗ୍ରାମର ନାମ ଜଂଖେରପୁର ବୋଲି ଜଣାଇଛନ୍ତି। ଏହି ଗ୍ରାମର ଦେବୀଙ୍କ ନାମ ସାରଳା ଚଣ୍ଡୀ ବା ସାରଳା। ସେ ଜଂଖେରପୁରର ନାମାନ୍ତର ସାରଳ ଥିବା କଥା ମଧ୍ୟ ଲେଖିଛନ୍ତି। ଗ୍ରାମର ସାରଳ ନାମ ଅନୁସାରେ ଦେବୀଙ୍କ ନାମ ହୋଇଥିବା ସମ୍ଭବ। ଜଂଖେରପୁରର ଭୌଗୋଳିକ ସ୍ଥିତିର ସଂକେତ ସେ ବହୁ ସ୍ଥାନରେ ଦେଇଛନ୍ତି। ତାହା ଅର୍କତୀର୍ଥ ଚନ୍ଦ୍ରଭାଗା ନିକଟବର୍ତ୍ତୀ ବୋଲି ସେ ସ୍ପଷ୍ଟ ଲେଖିଛନ୍ତି। କବିଙ୍କ ବର୍ଣ୍ଣନା ଅନୁସାରେ ତାଙ୍କ ଗ୍ରାମଟି ଅନୁନ୍ନତ ଅପରିଷ୍କାର କୁସ୍ଥାନ। ସେଠାରେ ବିଦ୍ୟାଳୟ ନଥିଲା। ତା ନିକଟରେ ଥିଲା କନକାବତୀ ପାଟଣା। ଏହା ପରଶୁରାମଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବାରୁ ପରଶୁରାମ ପାଟଣା ମଧ୍ୟ ବୋଲାଯାଉଥିଲା। କନକାବତୀ ପାଟଣାର ଆଧୁନିକ ଅପଭ୍ରଂଶ କୁନଙ୍ଗ ହେବା ସମ୍ଭବ। କୁନଙ୍ଗ ଗ୍ରାମ କୋଣାର୍କର 3 କିଲୋମିଟର ଉତ୍ତର ସ୍ଥିତ। ବର୍ତ୍ତମାନ ପ୍ରଚଳିତ ବିଶ୍ୱାସ ଅନୁସାରେ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ସାରଳାଙ୍କ ପୀଠ ନିକଟବର୍ତ୍ତୀ ସ୍ଥାନରେ ସାରଳାଙ୍କ ବସତି ଥିଲେ। ସାରଳା ଦାସଙ୍କ ଅଞ୍ଚଳର ନାଁ ଓଡ଼ରାଷ୍ଟ୍ର ଓ ଦେଶର ନାମ ଭୁବନ ଯାଜନଗ୍ର ଥିବା ଜଣାଇଛନ୍ତି। ମୁସଲମାନ ବିବରଣରେ ଓଡ଼ିଶାର ନାମ ଥିଲା ଯାଜନଗର। ଭୌମ ରାଜାମାନଙ୍କ ଶାସନ କାଳରେ ଓଡ଼ିଶାର ରାଜଧାନୀ ଥିଲା ଯାଜପୁର ବା ଯାଜନଗର। ଯାଜନଗରର ନାମଟି ଓଡ଼ିଶାକୁ ବୁଝାଉଥିଲା। ସାରଳା ଦାସଙ୍କ ଓଡ଼ରାଷ୍ଟ୍ରର ଅର୍ଥ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ 8 ଗୋଟି ସାମନ୍ତ ରାଜ୍ୟର ସମଷ୍ଟି। ତେବେ ସମୟସୀମା କଥା କହିବାକୁ ଗଲେ ସାରଳା ଦାସ ମହାଭାରତର ଆରମ୍ଭରେ ଜଗନ୍ନାଥଙ୍କ ସ୍ତୁତି ମଧ୍ୟରେ ଜଣାଇଛନ୍ତି ଯେ ଜଗନ୍ନାଥଙ୍କ ସେବାରେ ପ୍ରଣମିତେ ଖଟୋଇ ଶ୍ରୀ କପିଳେଶ୍ୱର ମହାରାଜା। ଗଙ୍ଗବଂଶର ଅନଙ୍ଗ ଭୀମ ଦେବ ତାଙ୍କ ରାଜ୍ୟକୁ ଶ୍ରୀ ଜଗନ୍ନାଥଙ୍କୁ ଉତ୍ସର୍ଗ କରିଦେବା ପରେ ଲଗାତାର ଓଡ଼ିଶାର ରାଜାମାନେ ନିଜେ ଜଗନ୍ନାଥଙ୍କର ସେବକ ଭାବରେ ରାଜ୍ୟ ଶାସନ କରୁଥିଲେ। ଗଙ୍ଗବଂଶୀ ରାଜତ୍ୱକୁ ଉଚ୍ଛେଦ କରି ସୂର୍ଯ୍ୟବଂଶର ପ୍ରତିଷ୍ଠାତା ମହାରାଜ କପିଳେନ୍ଦ୍ର ଦେବ 1435ରୁ 1467 ପର୍ଯ୍ୟନ୍ତ ରାଜତ୍ୱ କରୁଥିଲେ। କପିଳେଶ୍ୱର ଗଙ୍ଗବଂଶୀୟ ଗଜପତି ରାଜ୍ୟ ଅଧିକାର କରିଥିଲେ ହେଁ ଖ୍ରୀଷ୍ଟାବ୍ଦ 1450 ପରେ ହିଁ ତାଙ୍କ ଅଭିଲେଖରେ ନିଜକୁ ଗଜପତି ବୋଲି ଆଖ୍ୟାତ କରିଥିଲେ।
ସାରଳା ଦାସ ମଧ୍ୟ ତାଙ୍କୁ ଗଜପତି ଉପାଧିଯୁକ୍ତ କରିନାହାନ୍ତି। ତେଣୁ ମହାଭାରତ ରଚନା ଆରମ୍ଭ ହେବା ସମୟ ନିଶ୍ଚୟ ଖ୍ରୀଷ୍ଟାବ୍ଦ 1450 ପୂର୍ବବର୍ତ୍ତୀ, ଆନୁମାନିକ ଖ୍ରୀଷ୍ଟାବ୍ଦ 1445 ହୋଇପାରେ। କବି ତାଙ୍କ ପିତାମାତାଙ୍କ ସମ୍ପର୍କରେ କୌଣସି ବିବରଣୀ ଦେଇନାହାନ୍ତି। ସେ କେବଳ ଜଣାଇଛନ୍ତି ଯେ ତାଙ୍କ ବଂଶରେ କେହି ପାଠୁଆ ନଥିଲେ। କବି ଜାତିରେ ଶୂଦ୍ର ଥିବା କଥା ଓ କୃଷିକାରୀ ଘରେ ଜନ୍ମିଥିବା କଥା ହିଁ ଲେଖିଛନ୍ତି। ଅନେକ ଜାତି କୃଷିଜୀବୀ, କବି କେଉଁ ଜାତିର ତାହା ସେ ଜଣାଇ ନାହାନ୍ତି। କବିଙ୍କ ଗ୍ରାମର କେହି ବ୍ରାହ୍ମଣ ନଥିଲେ। ସେଠାରେ ପାଠ ପଢ଼ିବା ସୁବିଧା ନଥିଲା। ଗ୍ରାମ ନିକଟରେ କୌଣସି ଶାସନ ଗ୍ରାମ ମଧ୍ୟ ନଥିଲା। ସେ କିପରି ବାଲ୍ୟକାଳରେ ଏକ ଅପଣ୍ଡିତ ମୂର୍ଖ ଥିବା କଥା ନିଜକୁ ବର୍ଣ୍ଣନା କରିଛନ୍ତି, ତାହା ମଧ୍ୟ ଆମେ ଜାଣିବାକୁ ପାଇବା। ସେ ସିଦ୍ଧେଶ୍ୱରରୁ ସାରଳା ଦାସ କେମିତି ହେଲେ? ଗ୍ରାମରେ ତାଙ୍କ ଗ୍ରାମଦେବୀ ସାରଳା ଚଣ୍ଡୀଙ୍କୁ ବୈଷ୍ଣବୀ ବାଗ୍ ଦେବୀ ରୂପରେ ଆରାଧନା କଲେ ନିଜ ହୃଦୟରେ। ସେହି ବାଗ୍ ଦେବୀ ପ୍ରସନ୍ନ ହୋଇ ରାତିରେ ସ୍ୱପ୍ନରେ ଆଦେଶ ଦେଲେ ମହାଭାରତ ରଚନା କରିବା ପାଇଁ। ତାଙ୍କ ବ୍ୟକ୍ତିତ୍ୱରେ ବିଶେଷ ପରିବର୍ତ୍ତନ ଘଟିଥିଲା। ଦେବୀଙ୍କୁ ଆରାଧନା କରିବାରୁ ତାଙ୍କ ଭାଷାରେ ଦେବୀ ବହୁତ ଅନ୍ୟାଚାର ଛଡ଼ାଇ ମୋତେ ଆଣି ସଦାଚାରୀ କରାଇଲେ। ସେ ଅହିଂସ ଅବାପୀ ହେଲେ। ସେ ତୀର୍ଥ ମଧ୍ୟରେ କେବଳ ପୁରୀକି ଯାଇଛନ୍ତି। ସେଠାରେ ଜଗନ୍ନାଥ ଓ ଗଣେଶଙ୍କୁ ନିଜ ମନୋଭାବ ଆବେଗରେ ଜଣାଇଛନ୍ତି। କିନ୍ତୁ ସେ ଅନ୍ୟ କୌଣସି ତୀର୍ଥକୁ ଯାଇନାହାନ୍ତି। କେବେ ହେଲେ ଧର୍ମକର୍ମ କି ଯୋଗ ସାଧନା କରିନାହାନ୍ତି। ତାଙ୍କର ଶାସ୍ତ୍ରାଭ୍ୟାସ ତ ନଥିଲା। ସେ ଜପମନ୍ତ୍ର ଆଦି ମଧ୍ୟ ଜାଣିନଥିଲେ। କୌଣସି ପ୍ରାର୍ଥନା କି ପ୍ରତିମା ସେବା କରିନାହାନ୍ତି। କୌଣସି ଗୁରୁଙ୍କଠାରୁ ଦୀକ୍ଷା ମଧ୍ୟ ନେଇନାହାନ୍ତି। ହେଲେ ଦେବୀ ତାଙ୍କର ପ୍ରସନ୍ନ ଭାବ ଜାଣି ତାଙ୍କୁ ଆପଣା ପୁତ୍ର ବୋଲି ସ୍ୱୀକାର କରି ମହାଭାରତ ରଚନା କରିବାକୁ ଆଜ୍ଞା ଦେଇ ଶୂଦ୍ରମୁନି ପଦ ଦେଲେ। କବି ଅନେକତ୍ର କନ୍ୟା ରଜବତୀ ହେବା ପୂର୍ବେ ବିବାହ କରିବାକୁ ପଡ଼ିବ ବୋଲି ଲେଖିଛନ୍ତି। କବିଙ୍କ କୂଳରେ ବାଲ୍ୟ ବିବାହ ଥିଲା ନିଶ୍ଚୟ। ସ୍ମୃତିରେ ବିବାହଯୋଗ୍ୟ ବୟସ ଅନିର୍ଦ୍ଦିଷ୍ଟ। ମନସ୍ମୃତିରେ 24 ବର୍ଷର ପୁରୁଷ 8 ବର୍ଷର ଝିଅକୁ ବିବାହ କରିବା ଉଚିତ ବୋଲି କହେ। କବିଙ୍କ କହିବା ଅନୁସାରେ 32 ବର୍ଷର ପୁରୁଷ 16 ବର୍ଷର ସ୍ତ୍ରୀ ସହ ମିଳିତ ହେବା ଉପଯୁକ୍ତ। 8 ବର୍ଷର ଝିଅକୁ 16 ବର୍ଷ ହେବା ବେଳକୁ ପୁରୁଷକୁ 32 ବର୍ଷ ହୋଇଥିବ। ଏଥିରୁ ଅନୁମାନ କରାଯାଇପାରିବ ଯେ କବି ବାଲ୍ୟବିବାହ ପରେ ଗ୍ରାମରେ ନ ରହି ନାନା ରଙ୍ଗେ ବୁଲୁଥିଲେ। ସେ ଜ୍ଞାନ ଆହରଣ ପ୍ରତି ଧ୍ୟାନ ଦେଇଥିଲେ ସିନା, ଆଚାର ଶୁଦ୍ଧି ପ୍ରତି ଲକ୍ଷ୍ୟ ରଖିନଥିଲେ। ସେ ମାନନ୍ତି ଯେ ତାଙ୍କର ଅକ୍ରିୟାଚାର ଥିବାରୁ ଚିତ୍ତଚାଞ୍ଚଲ୍ୟ ରହୁଥିଲା। ମନ ଆତ୍ମସ୍ଥ ହୋଇପାରୁନଥିଲା। ଚଞ୍ଚଳ ମନୁଷ୍ୟ ମୁଁ ଶୂଦ୍ରକୁଳେ ଜାତ, ଅକ୍ରିୟା ଆଚାର ମନ କି ସଚୈତ। କବିଙ୍କ ଚିତ୍ତଚାଞ୍ଚଲ୍ୟ ବିଚିତ୍ର ରାମାୟଣର ଉପକ୍ରମରୁ ସ୍ପଷ୍ଟ। ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି କୁହାଯାଉଥିବା ରାମଙ୍କ ଚରିତ୍ରର ଲଜ୍ଜାକର କଳଙ୍କରୁ ସେ ରାମାୟଣ ଆରମ୍ଭ କରିଛନ୍ତି। ରାମଙ୍କ ପିତାଙ୍କ ସତ୍ୟ ରକ୍ଷାର୍ଥ ଅନ୍ୟାନ୍ୟ ଗୁରୁଜନ ଓ ପ୍ରଜାବର୍ଗଙ୍କ ଇଚ୍ଛା ବିରୋଧରେ ବନକୁ ଗଲେ। ସୀତା ପ୍ରତିବ୍ରତ ପାଳି ତାଙ୍କ ସହିତ ବନବାସ କଲେ। ସେହି ରାମ ପୁଣି ଜଣେ ମୂର୍ଖ ପ୍ରଜାର କଥାରେ ପଡ଼ି ନିଜର ପ୍ରାଣପ୍ରିୟା ପତ୍ନୀଙ୍କୁ ଗର୍ଭବତୀ ଅବସ୍ଥାରେ ଅନ୍ୟ କାହାର ପରାମର୍ଶ ନ ନେଇ ଏକାକିନୀ କରି ବନରେ ନିର୍ବାସିତା କଲେ। ସମଗ୍ର ବିଶ୍ୱ ସାହିତ୍ୟରେ ପୁରୁଷ ନାରୀ ପ୍ରତି ଏହାଠାରୁ ବଳି ନିଷ୍ଠୁରତା ବା କାପୁରୁଷତା ଦୃଷ୍ଟାନ୍ତ ମିଳିବ ନାହିଁ। ସଂସ୍କୃତର ଆଦିକବି ପତିର ନିଜ ପତ୍ନୀ ପ୍ରତି ଅହେତୁକ ନିର୍ବାସନ ଦଣ୍ଡ ଯୋଗୁଁ ବିଚଳିତ ହେଲେ। ବିଚିତ୍ର ରାମାୟଣର ସୀତା ସାଧାରଣ ସ୍ୱାମୀ ପରିତ୍ୟକ୍ତା ଓଡ଼ିଆଣୀ ପରି ଅନାଥିନୀ ଓ ଦୁଃଖିନୀ ଜୀବନ ବିତାଇ ପୁଅ ଦୁଇଟିକୁ ବଢ଼ାଇଲେ। ଅର୍ଥାତ୍ ଆମେ ଗୋଟେ ପ୍ରକାରରେ ଧରିପାରିବା ଯେ ଧରିନେବା ସାରଳାଙ୍କ ଲେଖାରେ ମାଟି ମନସ୍କତା ଥିଲା। ସେ ସମୟର କଥା ଲେଖୁଥିଲେ। ଅତି ସ୍ୱଚ୍ଛ ସରଳ ଗ୍ରାମାଞ୍ଚଳ ଭାଷା ବ୍ୟବହାର କରୁଥିଲେ, ଯାହାକୁ ସମସ୍ତେ ବୁଝିପାରିବେ, ପଢ଼ିପାରିବେ। ତେବେ ଉତ୍କଳର ବ୍ୟାସ ଆଦିକବି ମାଟିର ମହାକବି ସାରଳା ଦାସ ଶ୍ରୀ ଭାରତ ଦର୍ପଣ ଅନୁସାରେ ତାଙ୍କର ଜନ୍ମସ୍ଥାନ ତେନ୍ତୁଳିପଦାଠାରେ। ମହାଭାରତର ବିରାଟ ପର୍ବରେ
ବର୍ଣ୍ଣନା କରାଯାଇଛି ଯେ ତାଙ୍କର ଜନ୍ମସ୍ଥାନ ଜମଖେରପୁର। ମନମୋହନ ଚକ୍ରବର୍ତ୍ତୀ 1898 ପ୍ରଥମ ପ୍ରକାଶ କଲେ ଯେ ସାରଳାଙ୍କ ଗ୍ରାମ ହେଉଛି କାଳୀନାଗ। ବିଲଙ୍କା ରାମାୟଣ ପର୍ଯ୍ୟନ୍ତ ସେ ସିଦ୍ଧେଶ୍ୱର ପରିଡ଼ା ନାମରେ ପରିଚିତ ଥିଲେ। ଅର୍ଥାତ୍ ତାଙ୍କର ପିତୃଦତ୍ତ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ସାରଳା ପୂର୍ବଜନ୍ମରେ ସିଦ୍ଧ ଦେହରେ ଶିବଙ୍କ ଦ୍ୱାରପାଳ ନନ୍ଦିକେଶ୍ୱର ଥିଲେ। ଦୈବବଶତଃ ମନୁଷ୍ୟ ଯୋନିରେ କ୍ରମାଗତ 4ଟି ଜନ୍ମ ଗ୍ରହଣ କରିବା ପାଇଁ ଗଣେଶଙ୍କଠାରୁ ଶାପ ପାଇ ଜନ୍ମଗ୍ରହଣ କଲେ। ପ୍ରଥମ ଜନ୍ମରେ ସେ କାଳିଦାସ, ଦ୍ୱିତୀୟ ଜନ୍ମରେ ମହାକାଳିଦାସ, ତୃତୀୟ ଜନ୍ମରେ ସାରଳା ଦାସ। ପ୍ରତ୍ୟେକ ଜନ୍ମରେ 15 ଲକ୍ଷ ପଦ ରଚନା କରି 4 ଜନ୍ମରେ 60 ଲକ୍ଷ ପଦ ରଚନା କରିବେ ଓ ପରେ କପିଳାସକୁ ପ୍ରତ୍ୟାବର୍ତ୍ତନ ପୂର୍ବକ ଦ୍ୱାରପାଳ କାର୍ଯ୍ୟ ତୁଲାଇବେ ବୋଲି ତାହା ସେ ସ୍ୱର୍ଗାରୋହଣ ପର୍ବରେ ଉଲ୍ଲେଖ କରିଥିଲେ। ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣରେ ନିତ୍ୟ ସେବା ଫଳରେ ପାଣ୍ଡିତ୍ୟ ଅର୍ଜନ କରିବା କଥା ଭୀଷ୍ମ ପର୍ବରେ ଲେଖାଯାଇଛି। ସେ ଯାହା ହେଉନା କାହିଁକି ସାରଳା ଦାସ ଦାଣ୍ଡିବୃତ୍ତର ଆରମ୍ଭ କରିଥିଲେ। ଦାଣ୍ଡିବୃତ୍ତ କ'ଣ ନା 2ଟି ପାଦରେ ଗୋଟିଏ ପଦ, ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ସମାନ ନୁହଁ। ତେବେ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀ ଓଡ଼ିଆ ସାହିତ୍ୟରେ ସାରଳା ଯୁଗ ଭାବରେ ଗୃହୀତ। ଏହି ସମୟସୀମା ମଧ୍ୟରେ ସାରଳା ଦାସ ଏକମାତ୍ର ଜ୍ଞାତ ଓ ପ୍ରତିଭାବାନ କବି। ତେଣୁ ତାଙ୍କ ନାମ ଅନୁସାରେ ଏହି ଯୁଗକୁ ନାମିତ କରାଯାଇଛି। ତାଙ୍କର ସମସାମୟିକ ହେଉଛନ୍ତି କପିଳେନ୍ଦ୍ର ଦେବ ଓ ପୁରୁଷୋତ୍ତମ ଦେବ। ତାଙ୍କ ଶାସନ କାଳରେ ସାରଳା ଦାସଙ୍କ ସ୍ଥାୟିତ୍ୱ ଥିଲା ବୋଲି ଆମେ କହିପାରିବା ବା ଧରି ନେଇପାରିବା। ଓଡ଼ିଆ ସଂସ୍କୃତିର ମୂଳପତନ ଖ୍ରୀଷ୍ଟୀୟ 6ଠ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ପକାଇଥିଲେ ଓଡ଼ିଆ ଭୌମକର ଶୈଳୋଦ୍ଭବ, ସୋମବଂଶ, ଗଙ୍ଗବଂଶ, ନରପତିଗଣ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର କଳିଙ୍ଗ ସମ୍ରାଟ ମହାମେଘ ବାହନ ଖାରବେଳଙ୍କ ସମୟଠାରୁ ଯେଉଁ ସ୍ଥାପତ୍ୟର ଆରମ୍ଭ ଏ ଦେଶରେ ହୋଇଥିଲା ତାହା କ୍ରମଶଃ ବିକଶିତ ହୋଇ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ କାଳରେ ବିସ୍ମୟକର ପରିଣତି ଲାଭ କରିଥିଲା। ସୂର୍ଯ୍ୟବଂଶୀ ରାଜାମାନେ କଳା ଓ ଭାସ୍କର୍ଯ୍ୟ ପ୍ରତି ସମଧିକ ଦୃଷ୍ଟି ଦେଇ ଏହାକୁ ବିକାଶ ପଥରେ ବହୁ ଦୂର ଆଗେଇ ନେଇଥିଲେ। ଗଙ୍ଗ ନରପତିଗଣ କବିତ୍ୱ ଓ ପାଣ୍ଡିତ୍ୟର ପୃଷ୍ଠପୋଷକତା କରୁଥିଲେ ବିନା ଦ୍ୱିଧାରେ। ମାତ୍ର ଦେଶରେ ସଂସ୍କୃତ ସାହିତ୍ୟ ଅସମ୍ପୂର୍ଣ୍ଣ ପ୍ରତିଷ୍ଠା ଲାଭ କରିଥିବାରୁ ଏହି ଦୀର୍ଘକାଳ ମଧ୍ୟରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ପ୍ରାନ୍ତୀୟ ସାହିତ୍ୟର ଅଭ୍ୟୁଦୟ ସମ୍ଭବ ହୋଇପାରିନଥିଲା। ଦେଶରେ ସଂସ୍କୃତ ସାହିତ୍ୟାଦର୍ଶ ଶିଷ୍ଟ ସମାଜର ପ୍ରଣିଧାନର ବିଷୟ ଥିଲା। ସେତେବେଳେ ଯେଉଁମାନେ ସଂସ୍କୃତ ଜାଣିଥିଲେ ସେମାନଙ୍କୁ ଶିଷ୍ଟ ଭାବରେ ଧରି ନିଆଯାଉଥିଲା ବା ପଣ୍ଡିତ ଭାବରେ ଧରି ନିଆଯାଉଥାଏ। ତେଣୁ ପ୍ରାନ୍ତୀୟ ସାହିତ୍ୟ ବା ଓଡ଼ିଆ ସାହିତ୍ୟ ସେତେବେଳେ ବିକାଶ ଲାଭ ହୋଇପାରିନଥିଲା। ସୂର୍ଯ୍ୟବଂଶର ଶାସକମାନେ କେବଳ ସଂସ୍କୃତର ପୃଷ୍ଠପୋଷକତା କରୁନଥିଲେ, ସଂସ୍କୃତରେ ଅସାଧାରଣ ପାଣ୍ଡିତ୍ୟର ଅଧିକାରୀ ମଧ୍ୟ ଥିଲେ। ସେମାନଙ୍କ ରାଜସଭା ସଂସ୍କୃତଜ୍ଞ ପଣ୍ଡିତଙ୍କ ଦ୍ୱାରା ମଣ୍ଡିତ ହୋଇଥିଲା। କପିଳେନ୍ଦ୍ର ଦେବ ଓ ପୁରୁଷୋତ୍ତମ ଦେବ ଉଭୟ ବିଦ୍ୟୋତ୍ସାହୀ ଥିଲେ। କପିଳେନ୍ଦ୍ର ଦେବ ନିଜେ ଓ ବୀରରସ ବ୍ୟଞ୍ଜକ ପରଶୁରାମ ବିଜୟ ନାମକ ଏକ ବିୟୋଗ ଏକାଙ୍କିକା ରଚନା କରିଥିଲେ। କପିଳେନ୍ଦ୍ର ଦେବ ପରଶୁରାମ ବିଜୟ ଏକାଙ୍କିକା ରଚନା କରିଥିଲେ। ସେ ସମୟରେ ଓଡ଼ିଆ ସାହିତ୍ୟର ବିକାଶ ପାଇଁ ଏକ ପ୍ରେରଣା ମିଳିଥିଲା ସାରଳା ଦାସଙ୍କୁ, ଯାହାଫଳରେ କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟ ସୃଷ୍ଟି ହେବାର ବହୁ କାରଣ ରହିଛି। ନବମ ଦଶମ ଶତାବ୍ଦୀରେ ବୌଦ୍ଧ ସହଜିଆମାନଙ୍କର ଉଦାର ଧର୍ମନୀତି ସାମାଜିକ ଜୀବନକୁ ପ୍ରାୟ ଅନ୍ତଃସାରଶୂନ୍ୟ କରିଦେଇଥିଲା। 1100-1200 ଶତାବ୍ଦୀରେ ଗଙ୍ଗବଂଶୀୟ ଅଭ୍ୟୁତ୍ଥାନରେ ଏହି ଦୁରବସ୍ଥା କିଞ୍ଚିତ୍ ପରିମାଣରେ ଦୂର ହୋଇଥିଲେ ମଧ୍ୟ 1400 ଶତାବ୍ଦୀ ବେଳକୁ ଗଙ୍ଗବଂଶ ରାଜାମାନେ ଦୁର୍ବଳ ହୋଇ ପଡ଼ିଥିଲେ ଏବଂ ଦେଶର ରାଜନୈତିକ ଜୀବନ ପୁନର୍ବାର ଅସ୍ଥିରତାରେ ପରିପୂର୍ଣ୍ଣ ହୋଇଉଠିଲା। ଏହି ସମୟରେ କପିଳେନ୍ଦ୍ର ଦେବ ଓଡ଼ିଶାର ସିଂହାସନର ଅଧିକାର କରି ଦେଶରେ ଶାନ୍ତିପୂର୍ଣ୍ଣ ବାତାବରଣ ଫେରାଇ ଆଣିବା ପାଇଁ ଚେଷ୍ଟା କରିଥିଲେ
ଏବଂ ସଫଳ ମଧ୍ୟ ହୋଇଥିଲେ। ଏହା ଫଳରେ ଦୀର୍ଘକାଳର ଅସ୍ଥିରତା ଦୂର ହେଲା ଏବଂ ଓଡ଼ିଆମାନେ ସାହିତ୍ୟ, ଶିଳ୍ପ, ବାଣିଜ୍ୟ ଇତ୍ୟାଦିରେ ଉନ୍ନତ ପାଇଁ ଯତ୍ନବାନ ହୋଇପଡ଼ିଲେ। ସୌଭାଗ୍ୟବଶତଃ କପିଳେନ୍ଦ୍ର ଦେବ ଥିଲେ ଓଡ଼ିଆ ମାଟିର ସନ୍ତାନ ବା ସୁଯୋଗ୍ୟ ସନ୍ତାନ। ତାଙ୍କ ପୂର୍ବରୁ ଶାସନ କରୁଥିବା ସୋମବଂଶ କୋଶଳରୁ ଏବଂ ଗଙ୍ଗବଂଶ ଆନ୍ଧ୍ର ଅଞ୍ଚଳରୁ ଆସିଥିଲେ। ପୂର୍ବବର୍ତ୍ତୀ ଶାସନ କାଳ ଅପେକ୍ଷା କପିଳେନ୍ଦ୍ର ଦେବ ସ୍ଥାପିତ ସୂର୍ଯ୍ୟବଂଶର ଶାସନ କାଳରେ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ଅଧିକ ଅନୁକୂଳ ବାତାବରଣ ସୃଷ୍ଟି ହେବା ସ୍ୱାଭାବିକ। ପୁନଶ୍ଚ କପିଳେନ୍ଦ୍ର ଦେବ ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରି ଓଡ଼ିଆମାନଙ୍କ ମନରେ ନବଚେତନା, ଉଦ୍ଦୀପନା, ଆଶା ଓ ଆକାଂକ୍ଷା ଜାଗ୍ରତ କରିଥିଲେ। ତେଣୁ ତାଙ୍କ ରାଜତ୍ୱ କାଳରେ ଓଡ଼ିଆ ସାହିତ୍ୟର ଅଭ୍ୟୁଦୟ ପାଇଁ ଏକ ଅନୁକୂଳ ପରିସ୍ଥିତି ଥିଲା, ଅନୁକୂଳ ପରିବେଶ ଥିଲା। ପୁନଶ୍ଚ ସୂର୍ଯ୍ୟବଂଶୀ ଗଜପତି ସମ୍ରାଟ କପିଳେନ୍ଦ୍ର ଦେବଙ୍କ ମାତୃଭାଷା ପ୍ରତି ସ୍ୱତଃ ଆମ ମନରେ ଧାରଣା ଜନ୍ମାଏ ଯେ ସମ୍ଭବତଃ ସାରଳା ଦାସ ନିଜ ଜୀବନର ପ୍ରାକ୍ କାଳରେ ସାହିତ୍ୟ ପ୍ରେମୀ କପିଳେନ୍ଦ୍ରଙ୍କ ଶୁଭଦୃଷ୍ଟିକୁ ଆସିଅଛନ୍ତି ଏବଂ ରାଜପୃଷ୍ଠପୋଷକତା ଲାଭ କରିଥାନ୍ତୁ ବା ନଥାନ୍ତୁ, ନିଜ ତଥା ଗଜପତିଙ୍କ ମାତୃଭାଷାରେ ବିରାଟକାୟ ଗ୍ରନ୍ଥମାନ ରଚନା କରିବାରେ ମନୋନିବେଶ କରିଅଛନ୍ତି। ସାରଳା ଦାସ ଓ ଗଜପତି କପିଳେନ୍ଦ୍ର ଦେବ ଉଭୟେ ଆଖ୍ୟାତ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ଲାଭ କରିଥିଲେ ଏବଂ ଲୋକକଥିତ ଭାଷା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ, ଯାହାଫଳରେ ସାରଳା ଦାସଙ୍କ ମହାଭାରତରେ ଲୋକକଥିତ ଭାଷାର ପ୍ରୟୋଗ ଆମେ ଦେଖିବାକୁ ପାଇବା। ଏଣୁ ଏମାନଙ୍କ ମଧ୍ୟରେ ସହୃଦୟତା ସ୍ଥାପିତ ହେବା ସ୍ୱାଭାବସିତ। ସେଟାକୁ କୁହାଯାଏ ମାଟି ମନସ୍କତା, ମାଟି ପ୍ରୀତି। ଏହି ସୁବିଧା ହୁଏତ ପ୍ରାନ୍ତୀୟ ଭାଷାରେ ଗ୍ରନ୍ଥ ରଚନା କରିବା ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି କରିଅଛି ଏବଂ ତା'ର ସୁଯୋଗ ନେଇ ସାରଳା ଦାସ ଆଜି ଶ୍ରେଷ୍ଠ କବିର ଗୌରବ ଅର୍ଜନ କରିପାରିଛନ୍ତି। ପରିଶେଷରେ କପିଳେନ୍ଦ୍ର ଦେବ ଓଡ଼ିଆ ପ୍ରୀତି ଓଡ଼ିଶାର ଅଗଣିତ ପାଠକଙ୍କୁ ସାରଳା ଦାସଙ୍କ ଓଡ଼ିଆ ମହାଭାରତ ପ୍ରତି ଆକର୍ଷିତ କରିଅଛନ୍ତି ଏବଂ ପରବର୍ତ୍ତୀ କାଳରେ ସାରଳା ଦାସଙ୍କ ପଦାଙ୍କ ଅନୁସରଣ କରି ଅନେକ ଓଡ଼ିଆ କବି ମାତୃଭାଷାରେ କାବ୍ୟ, ପୁରାଣ ଗ୍ରନ୍ଥ ରଚନା କରିବାକୁ ଆଗଭର ହୋଇପାରିଛନ୍ତି। ଓଡ଼ିଆ ସଂସ୍କୃତିର ମୂଳ ପତନ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ପକାଇଥିଲେ ଓଡ଼ିଆ ଭୌମକର, ଶୈଳୋଦ୍ଭବ, ସୋମବଂଶ, ଗଙ୍ଗବଂଶର ନରପତିଗଣ। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର କଳିଙ୍ଗ ସମ୍ରାଟ ମହାମେଘ ବାହନ ଖାରବେଳ ସମୟରୁ ଯେଉଁ ସ୍ଥାପତ୍ୟର ଆରମ୍ଭ ଏ ଦେଶରେ ହୋଇଥିଲା, ତାହା କ୍ରମଶଃ ବିକଶିତ ହୋଇ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ କାଳରେ ବିସ୍ମୟକର ପରିଣତି ଲାଭ କରିଥିଲା। ସୂର୍ଯ୍ୟବଂଶ ରାଜାମାନେ କଳା ଭାସ୍କର୍ଯ୍ୟ ପ୍ରତି ଅଧିକ ଦୃଷ୍ଟି ଦେଇ ଏହାକୁ ବିକାଶ ପଥରେ ବହୁଦୂର ଆଗେଇ ନେଇଥିଲେ। ଗଙ୍ଗ ନରପତିଗଣ କବିତ୍ୱ ଓ ପାଣ୍ଡିତ୍ୟର ପୃଷ୍ଠପୋଷକତା କରୁଥିଲେ ବିନା ଦ୍ୱିଧାରେ। ସାଂସ୍କୃତିକ ଜୀବନ ସହିତ ରାଜନୈତିକ ଅବସ୍ଥାର ନିବିଡ଼ ସମ୍ପର୍କ ରହିଛି। ସାଂସ୍କୃତିକ ଜୀବନର ସ୍ଥିରତା ତଥା ବିକାଶ ପାଇଁ ରାଜନୈତିକ ପରିସ୍ଥିତି ବହୁ ଭାବରେ ଦାୟୀ। ଏଣୁ ଏଠାରେ ଓଡ଼ିଶାର ତତ୍କାଳୀନ ରାଜନୀତି ଅବସ୍ଥା ଏକ ସଂକ୍ଷିପ୍ତ ଚିତ୍ର ପ୍ରଦାନ କରାଯାଇପାରେ। କ'ଣ ଥିଲା ସେ ସମୟର ରାଜନୈତିକ ଅବସ୍ଥା? ପଞ୍ଚମ ଶତାବ୍ଦୀର ଭାରତର ଅଧିକାଂଶ ଅଞ୍ଚଳ ମୁସଲମାନ ଶାସନାଧୀନ ହୋଇଥିଲା ବେଳେ ତା'ର ବହୁ ପୂର୍ବରୁ ଉତ୍କଳ ଥିଲା ଏକ ସ୍ୱାଧୀନ ହିନ୍ଦୁ ରାଜ୍ୟ। କପିଳେନ୍ଦ୍ର ଦେବଙ୍କ ପୂର୍ବରୁ ଓଡ଼ିଶାରେ ଗଙ୍ଗବଂଶର ରାଜାମାନେ ଶାସନ କରୁଥିଲେ। ଏ ରାଜାମାନେ ସୁଶାସକ ଥିଲେ, ଅର୍ଥାତ୍ ଉତ୍ତମ ଶାସକ ଥିଲେ ଏବଂ ଦୀର୍ଘ 320 ବର୍ଷ ଶାସନ କରିଥିଲେ। ଏହି ସମୟରେ ଓଡ଼ିଶା ରାଜନୈତିକ, ସାମରିକ, ଅର୍ଥନୈତିକ ଆଦି ଦୃଷ୍ଟିରୁ ଏକ ସମୃଦ୍ଧିଶାଳୀ ହିନ୍ଦୁ ରାଜ୍ୟ ଭାବେ ଭାରତ ତଥା ଭାରତ ବାହାରେ ଖ୍ୟାତି ଅର୍ଜନ କରିପାରିଥିଲା। ଏହି ବଂଶର ପ୍ରବଳ ପ୍ରତାପୀ ଚୋଡ଼ଗଙ୍ଗ ଦେବ ଖ୍ରୀଷ୍ଟାବ୍ଦ 1078ରୁ ଖ୍ରୀଷ୍ଟାବ୍ଦ 1147 ପର୍ଯ୍ୟନ୍ତ ଦୀର୍ଘ ସମୟ ରାଜତ୍ୱ କରିଥିଲେ। ତୃତୀୟ ଭୀମନ ଦେବଙ୍କ ରାଜତ୍ୱ ସମୟରୁ ଅର୍ଥାତ୍ 13ଶ ଶତାବ୍ଦୀରୁ ବଙ୍ଗର ସୁଲତାନ ଓଡ଼ିଶାକୁ ବାରମ୍ବାର ଆକ୍ରମଣ କରିଥିଲେ। ମାତ୍ର ସମର ନିପୁଣ ଦୁର୍ଦ୍ଧର୍ଷ ଓଡ଼ିଆ ଜାତି ସେମାନଙ୍କୁ ଓଡ଼ିଶାର ସୀମା ଅତିକ୍ରମ କରିବାକୁ ଦେଇନଥିଲା। ଲାଙ୍ଗୁଳା ନରସିଂହ ଦେବ ବଙ୍ଗ ଅଭିଯାନ କରି ବଙ୍ଗ ନବାବ ତୁର୍ଗିଲ ତୁଘାନ ଖାଁଙ୍କୁ ପରାସ୍ତ କରିଥିଲେ। ଫଳରେ ବଙ୍ଗଳାର ମେଦିନୀପୁର, 24 ପ୍ରଗଣା, ହାଉଡ଼ା, ବାଙ୍କୁଡ଼ା ପ୍ରଭୃତି ଅଞ୍ଚଳ ଓଡ଼ିଶାର ଶାସନାଧୀନ ହେଲା।
କାଳକ୍ରମେ ଓଡ଼ିଶାର ସାମରିକ ଶକ୍ତି ଦୁର୍ବଳ ହୋଇପଡ଼ିଲା। ଫଳରେ 1361 ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ଶାସକ ଫିରୋଜ ଶାହା ତଗଲକ ତୃତୀୟ ଭାନୁଦେବଙ୍କୁ ପରାସ୍ତ କରି ଜଗନ୍ନାଥ ମନ୍ଦିର ଲୁଣ୍ଠନ କରିଥିଲେ। ଏହି ସମୟରେ ଦେଶରେ ଅଭୂତପୂର୍ବ ଅନ୍ତର୍ବିପ୍ଳବ ଦେଖାଗଲା ଏବଂ ଏହାର ସୁଯୋଗ ନେଇ ସୁଚତୁର ଓ କୁଶଳୀ ସେନାପତି କପିଳ ରାଉତ କପିଳେନ୍ଦ୍ର ଦେବ ରୂପେ ଓଡ଼ିଶାରେ ସିଂହାସନ ଅଧିକାର କଲେ। କପିଳେନ୍ଦ୍ର ଦେବଙ୍କ ଅଧୀନରେ ଓଡ଼ିଶାର ସାମରିକ ଶକ୍ତି ପୁଣି ବିପୁଳ ଭାବରେ ଗଢ଼ି ଉଠିଲା। ସେ ସିଂହାସନ ଆରୋହଣ କରିବା ସଙ୍ଗେ ସଙ୍ଗେ ବିଦ୍ରୋହୀ ସାମନ୍ତ ରାଜାମାନଙ୍କୁ ଦମନ କରିଥିଲେ। ଦକ୍ଷିଣରେ ଖେମଣ୍ଡି ସମେତ ଅନ୍ୟ କେତେକ ସାମନ୍ତ ରାଜାଙ୍କ ବିଦ୍ରୋହ ଦମନ କରିବା ନିମନ୍ତେ ସେ ସେମାନଙ୍କ ବିରୋଧରେ 1442 ଖ୍ରୀଷ୍ଟାବ୍ଦରେ ଅଭିଯାନ କରିଥିଲେ। ଯୁଦ୍ଧରେ ଉକ୍ତ ରାଜାମାନେ ପରାଜିତ ହୋଇଥିଲେ ଏବଂ ସେଠାରେ ଶାନ୍ତି ସ୍ଥାପିତ ହୋଇଥିଲା। ସେହି ବର୍ଷ ମହେନ୍ଦ୍ରଗିରି ଅଭିଯାନ ମଧ୍ୟ ତାଙ୍କର ସଫଳ ହୋଇଥିଲା ଏବଂ ସେ ମହେନ୍ଦ୍ରଗିରିଠାରୁ ଆନ୍ଧ୍ରର କୋଣ୍ଡାପାଲି ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ। ଏହି ଅଭିଯାନ କାଳରେ ଆଳି, କନିକା, କୁଜଙ୍ଗ ଆଦି ଅଞ୍ଚଳ ସମେତ ଅନ୍ୟାନ୍ୟ କେତେକ ଅଞ୍ଚଳର ସାମନ୍ତ ରାଜାଗଣ ବିଦ୍ରୋହ ଘୋଷଣା କରିବାରୁ କପିଳେନ୍ଦ୍ର କୋଣ୍ଡାପାଲିଠାରୁ ଫେରିଆସି ଏହି ଅଞ୍ଚଳର ବିଦ୍ରୋହୀମାନଙ୍କୁ ଦମନ କରିଥିଲେ। 1447 ଖ୍ରୀଷ୍ଟାବ୍ଦରେ ସେ କୃଷ୍ଣା ଗୋଦାବରୀ ନଦୀର ଅବବାହିକାରେ ରାଜ୍ୟର କୁଣ୍ଡବିଡୁ ଦୁର୍ଗ ଦଖଲ କରିଥିଲେ। ଏହି ସମୟରେ ବଙ୍ଗର ସୁଲତାନ ନାସିରୁଦ୍ଦିନ ଓଡ଼ିଶାର ଉତ୍ତରାଞ୍ଚଳ ଆକ୍ରମଣ କରିଥିଲେ। ମାତ୍ର କପିଳେନ୍ଦ୍ର ଦେବ 1450 ଖ୍ରୀଷ୍ଟାବ୍ଦରେ ତାଙ୍କୁ ଯୁଦ୍ଧରେ ପରାସ୍ତ କରି ଗୌଡ଼େଶ୍ୱର ଉପାଧିରେ ବିଭୂଷିତ ହୋଇଥିଲେ। 1453 ଖ୍ରୀଷ୍ଟାବ୍ଦରେ ଦକ୍ଷିଣର ଅନ୍ୟ ଏକ ସୁଦୃଢ଼ ଦୁର୍ଗ ଦେବରକୋଣ୍ଡା ଓ ୱାରଙ୍ଗଲ ଦୁର୍ଗ ସେ ଅଧିକାର କରିଥିଲେ। 1456 ଖ୍ରୀଷ୍ଟାବ୍ଦରେ ବିଜୟନଗର ସାମ୍ରାଜ୍ୟାଧୀନ ଥିବା ତାମିଲଭାଷୀ ଅଞ୍ଚଳର ଉଦୟଗିରି ଓ ଚନ୍ଦ୍ରଗିରି ନାମକ ପ୍ରଦେଶ ଦ୍ୱୟ ଅଧିକାର କରି ସେ କାଞ୍ଚୀନଗର ଆଧୁନିକ ଯେଉଁଟା କାଞ୍ଚିବରମ୍ ମଧ୍ୟ ଦଖଲ କରିଥିଲେ। କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳ ଯୁଦ୍ଧ ଘନଘଟାରେ ପରିପୂର୍ଣ୍ଣ ହୋଇଥିଲା। ତେଣୁ ଏ ଦେଶର ବେଶୀ ସମୟ ପାଇଁ ରାଜନୈତିକ ସ୍ଥିରତା ନଥିଲା। ତଥାପି ପ୍ରଜାଗଣ ସୁଖ ଶାନ୍ତିରେ କାଳାତିପାତ କରୁଥିଲେ। ପ୍ରାୟ ସର୍ବଦା ଯୁଦ୍ଧରେ ବ୍ୟସ୍ତ ଥିଲେ ମଧ୍ୟ କପିଳେନ୍ଦ୍ର ଦେବ ଦେଶର ସାଧାରଣ ଉନ୍ନତିମୂଳକ କାର୍ଯ୍ୟରେ ଅବହେଳା କରୁନଥିଲେ। ଅର୍ଥାତ୍ କପିଳେନ୍ଦ୍ର ଦେବ ପ୍ରଜାପରାୟଣ ରାଜା ଥିଲେ। ଅର୍ଥାତ୍ ସେ ପ୍ରଜାମାନଙ୍କ ଦୁଃଖ ସୁଖ ବୁଝୁଥିଲେ ଓ ଦାନ ଧର୍ମ ଆଦି କରୁଥିଲେ। ଦେଶର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଥିଲେ। ସେ ଜଣେ ସୁଶାସକ ଥିଲେ। କପିଳେନ୍ଦ୍ର ଦେବଙ୍କ ପରେ ତାଙ୍କ ପୁତ୍ର ପୁରୁଷୋତ୍ତମ ଦେବ ସିଂହାସନ ଆରୋହଣ କଲେ 1467ରେ। ସେ 1497 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ପିତା କପିଳେନ୍ଦ୍ର ଦେବଙ୍କ ଭଳି ସେ ଦିଗ୍ବିଜୟୀ ସମ୍ରାଟ ଥିଲେ ବା ଦିଗ୍ବିଜୟୀ ବୀର ଥିଲେ। 1470 ଖ୍ରୀଷ୍ଟାବ୍ଦରେ ସେ କାଞ୍ଚି ଅଭିଯାନ କରିଥିଲେ। ଯୁଦ୍ଧରେ କାଞ୍ଚିର ରାଜା ଶାଲ୍ୟ ନରସିଂହଙ୍କୁ ପରାସ୍ତ କରି ସେ ତାଙ୍କ କନ୍ୟା ପଦ୍ମାବତୀଙ୍କୁ ବା ଯାହାଙ୍କର ନାମ ରୂପାମ୍ବିକା ଥିଲା ତାଙ୍କୁ ବିବାହ କରିଥିଲେ। ସେ ଗୋଦାବରୀ ଓ କୃଷ୍ଣା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳରୁ ବାହମାନୀ ରାଜ୍ୟର ପ୍ରଭାବ ଦୂର କରି କୋଣ୍ଡବିଡୁ ଦୁର୍ଗ ଅଧିକାର କରିଥିଲେ। ପୁରୁଷୋତ୍ତମ ଦେବ ସୁଶାସକ ଥିଲେ ଏବଂ ଯୁଦ୍ଧ ବିଗ୍ରହରେ ସର୍ବଦା ବ୍ୟସ୍ତ ଥିଲେ ହେଁ ଆଭ୍ୟନ୍ତରୀଣ ଶାସନରେ କଦାପି ଅବହେଳା କରିନଥିଲେ। ମୋଟାମୋଟି ଭାବରେ ସାରଳାକାଳୀନ ଓଡ଼ିଶାର ରାଜନୈତିକ, ସାମାଜିକ ତଥା ସାଂସ୍କୃତିକ ଅବସ୍ଥାର ଉନ୍ନତି ଘଟିଥିଲା। ରାଜନୈତିକ ପରିସ୍ଥିତି ଓ ସାଂସ୍କୃତିକ ଜୀବନର ବିକାଶ ନିମନ୍ତେ ସମ୍ପୂର୍ଣ୍ଣ ଅନୁକୂଳ ଥିଲା। ତତ୍କାଳୀନ ଉତ୍ତର ଭାରତୀୟ ହିନ୍ଦୁ ସମାଜ ଯେପରି ମୁସଲମାନ ଶାସନଜନିତ ସଙ୍କଟ ଓ ଅଶାନ୍ତିର ସମ୍ମୁଖୀନ ଥିଲା, ଉତ୍କଳୀୟ ସମାଜର ସେହିପରି ଅସୁବିଧା ନଥିଲା। ସମଗ୍ର ଦେଶ କପିଳେନ୍ଦ୍ର ଓ ପୁରୁଷୋତ୍ତମଙ୍କ ଭଳି ମହାପ୍ରତାପୀ, ସୁଶାସକ, ଐଶ୍ୱର୍ଯ୍ୟବାନ, ବିଦ୍ୟାବାନ, ଗୁଣୀବାନ ଶାସକ ପାଇ ସୁଖ ଶାନ୍ତିରେ ପ୍ରଜାମାନେ ଦିନ ଅତିବାହିତ କରୁଥିଲେ। ସାରଳା ଦାସଙ୍କ ସମ୍ପର୍କରେ ଜାଣିବା। ତେବେ ଗୋପୀନାଥ ନନ୍ଦ ଶର୍ମା ସାରଳା ଦାସଙ୍କୁ ଖଣ୍ଡାୟତ ବୋଲି କହନ୍ତି। ଆର୍ତ୍ତବଲ୍ଲଭ ମହାନ୍ତି ମତ ଦିଅନ୍ତି ସେ କ୍ଷତ୍ରିୟ ଥିଲେ। ତାଙ୍କର କୌଳିକ ସଂଜ୍ଞା ଥିଲା ପରିଡ଼ା। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହନ୍ତି ତାଙ୍କର କୌଳିକ ସଂଜ୍ଞା ହେଉଛି ଦାସ, ଆଉ ପରିଡ଼ା ହେଉଛି ତାଙ୍କର ରାଜଦତ୍ତ ଉପାଧି। ତେବେ ସୁରେନ୍ଦ୍ର ମହାରଣାଙ୍କ ମତ ଅନୁଯାୟୀ ତାଙ୍କର ଜାତି ଖଣ୍ଡାୟତ, ସଂଜ୍ଞା ଥିଲା ପରିଡ଼ା। ତେବେ ଯେଉଁଗୁଡ଼ିକ ଇମ୍ପୋର୍ଟାଣ୍ଟ
ଆପଣମାନଙ୍କୁ ଲାଗୁଛି ଯେମିତି ଗୋପୀନାଥ ନନ୍ଦ ଶର୍ମା ମତ ଦିଅନ୍ତି ସେ ଖଣ୍ଡାୟତ, ଆର୍ତ୍ତବଲ୍ଲଭ ମହାନ୍ତି କୁହନ୍ତି ସେ କ୍ଷତ୍ରିୟ ଥିଲେ ମାତ୍ର ତାଙ୍କର କୌଳିକ ସଂଜ୍ଞା ଥିଲା ପରିଡ଼ା। ସେଗୁଡ଼ିକ ଆପଣମାନେ ନୋଟ୍ କରିନିଅନ୍ତୁ। ତେବେ ଆମେ ସାରଳା ଦାସଙ୍କ ସମ୍ପର୍କରେ ଜାଣିବା। ଭାରତର ବିଶିଷ୍ଟ ପ୍ରାଚୀନ କବିମାନଙ୍କ ମଧ୍ୟରେ ସାରଳା ଦାସ ଅନ୍ୟତମ। ସେ ଓଡ଼ିଆ ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନନ୍ୟ ସାଧାରଣ ପ୍ରତିଭାଧର ଏହି କବି ନିଜର ଅପରିମିତ ସାଧନା ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଓଡ଼ିଆ ଜାତି ସମକ୍ଷରେ ଏକ ବିରାଟ ସାହିତ୍ୟ ସୌଧ ନିର୍ମାଣ କରିପାରିଛନ୍ତି। ତେବେ ସାରଳା ଦାସ ତାଙ୍କର ମହାଭାରତ ରଚନା କରି ଓଡ଼ିଶାର ପୁରପଲ୍ଲୀରେ ଘରେ ସେ ପରିଚିତ। ତେବେ ମହାଭାରତ କିଏ ଲେଖିଛନ୍ତି କହିବା ପାଇଁ ଗଲେ ଓଡ଼ିଆମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସେ ଯେ ସାରଳା ଦାସ। ଓଡ଼ିଶାର ଘରେ ଘରେ ସୁପରିଚିତ ତାଙ୍କର ରଚନାବଳୀ 500 ବର୍ଷରୁ ଅଧିକ କାଳ ଧରି ସବୁ ଶ୍ରେଣୀର ଓଡ଼ିଆ ସାହିତ୍ୟ ଶିଳ୍ପୀମାନଙ୍କୁ ପ୍ରଭାବିତ କରିପାରୁଛି। କାରଣ ତାଙ୍କର ଭାଷା ଗାଁର ଭାଷା, ତାଙ୍କର ଭାଷା ଆଞ୍ଚଳିକ ଭାଷା, ତାଙ୍କର ଭାଷା ଲୌକିକ ଭାଷା। ସୁତରାଂ ଯଥାର୍ଥରେ ସେ ହିଁ ଉତ୍କଳର କବିଗୁରୁ, ଉତ୍କଳର ବରପୁତ୍ର। এই ମହାନ ଯୋଗଜନ୍ମା এই ମହାନ କବିଙ୍କ ଜୀବନୀ ସମ୍ବନ୍ଧରେ ବିଶେଷ କିଛି ତଥ୍ୟ ଉପଲବ୍ଧି ହୁଏ ନାହିଁ। କାରଣ ସ୍ୱଗ୍ରନ୍ଥମାନଙ୍କରେ ନିଜର ସ୍ପଷ୍ଟ ପରିଚୟ ସେ ଦେଇନାହାନ୍ତି। ଭାରତୀୟ ପରମ୍ପରା ଅନୁଯାୟୀ ଆତ୍ମବିବରଣୀ ପ୍ରଦାନ ଏକ ଅହଙ୍କାରପୂର୍ଣ୍ଣ ଆତ୍ମବଡ଼ିମା ପ୍ରଖ୍ୟାପକ କାର୍ଯ୍ୟ ରୂପେ ବିବେଚିତ ହୋଇ ଆସୁଥିବାରୁ କାଳିଦାସ, ଅଶ୍ୱଘୋଷ, ଭବଭୂତି, ମାଘ ପ୍ରଭୃତି ପ୍ରସିଦ୍ଧ କବିଗଣ ନିଜ ନିଜର ପରିଚୟ ପ୍ରଦାନ କରିନାହାନ୍ତି ଏବଂ ନିଜକୁ ମୂର୍ଖ ବୋଲି କହିଛନ୍ତି। ଏହି ପରମ୍ପରାକୁ ସମ୍ମାନ ଦେଖାଇ କବି ସାରଳା ଦାସ ନିଜର ବଂଶ ପରିଚୟ ନିର୍ଦ୍ଦିଷ୍ଟ ଭାବେ ପ୍ରଦାନ କରିନାହାନ୍ତି। ପ୍ରଚଳିତ କେତେକ ଜନଶ୍ରୁତି ଓ ତାଙ୍କ ରଚନା ସମୂହରେ ବିକ୍ଷିପ୍ତ ଭାବରେ ରହିଥିବା ଅଳ୍ପ କେତେକ ପଂକ୍ତି ଓ ଭଣିତା ଏ ସମ୍ବନ୍ଧରେ କିଞ୍ଚିତ୍ ଆଲୋକପାତ କରେ। ଜନ୍ମସ୍ଥାନ ସମ୍ପର୍କରେ ଇଏ ସେ ଜମ୍ବଦ୍ୱୀପ ଭ୍ରତଖଣ୍ଡ ମହୀ ଓଡ଼ରାଷ୍ଟ୍ରେ ଭୁବନ ଯାଜନଗ୍ରର ପୂର୍ବଦିଗ ମହୋଦଧି ନିକଟେ ଶ୍ୱେତବରେହା ନୀଳ ସୁନ୍ଦର ଗିରି ମଧ୍ୟସ୍ଥାନେ ମହାବାକ୍ୟ ଆଖ୍ୟାନେ ଚନ୍ଦ୍ରଭାଗା ଅର୍କତୀର୍ଥ ଈଶାନେ ପୁରରବା ସଞ୍ଚିତ ସେ ଝଙ୍କେରପୁର ଯାହା ବୋଲି ଶ୍ରୀଗିରିଜାର ଆଜ୍ଞାଏ ମୁହିଁ ତହିଁ ଜନମିଲି। ଏଇଟା ବିରାଟ ପର୍ବରେ ବର୍ଣ୍ଣନା କରାଯାଇଛି। ଜମ୍ବୁଦ୍ୱୀପ ଭାରତଖଣ୍ଡ ଓଡ଼ରାଷ୍ଟ୍ରରେ ଯାଜନ ନଗରର ପୂର୍ବ ଭାଗରେ ଶ୍ୱେତବରାହୀ ଓ ନୀଳାଚଳର ମଧ୍ୟସ୍ଥାନରେ ଚନ୍ଦ୍ରଭାଗା କୋଣାର୍କର ଈଶାନ୍ୟ ଦିଗରେ ଝଙ୍କେରପୁର ଗ୍ରାମରେ କବି ଜନ୍ମଗ୍ରହଣ କରିଥିଲେ। ଏହି ସୂଚନାକୁ ଭିତ୍ତି କରି ଗୋପୀନାଥ ନନ୍ଦ ଶର୍ମା କହନ୍ତି ଶ୍ରୀମାନ ସାରଳା ଦାସଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ଅନ୍ତର୍ଗତ ଝଙ୍କଡ଼ ଗ୍ରାମର ପ୍ରଗଣାସ୍ଥ ଶ୍ରୀ ସାରଳା ଦେବୀ ପୀଠର ଅନତି ଦୂରବର୍ତ୍ତୀ କୌଣସି ଏକ ପ୍ରସିଦ୍ଧ ଗ୍ରାମ ହେବ। ଅନେକ କହନ୍ତି ତେନ୍ତୁଳିପଦା। ମାତ୍ର କବିଙ୍କ ବାସସ୍ଥାନ ଯେ ଝଙ୍କଡ଼ ଗ୍ରାମ ଏଥିରେ ମତଦ୍ୱୈଧର ଅବକାଶ ନାହିଁ। କାରଣ କବିଙ୍କ ସ୍ୱୀକାରୋକ୍ତି ଅନୁଯାୟୀ ଝଙ୍କଡ଼ ଗ୍ରାମରେ ମୋର ଅଟଇ ବସତି ମୂର୍ଖଙ୍କ ଗୋଷ୍ଠୀରେ ସଦା ଗଲା ଦିନ ରାତି। ବିଲଙ୍କା ରାମାୟଣରେ ବର୍ଣ୍ଣନା କରାଯାଇଛି। ବଂଶ ପରିଚୟ ସାରଳା ଦାସ ନିଜ ଗ୍ରନ୍ଥରାଜିରେ କୌଣସି ସ୍ଥାନରେ ନିଜର ବଂଶର ପରିଚୟ ପ୍ରଦାନ କରାଯାଇଥିବାର ଦେଖାଯାଏ ନାହିଁ। ତାଙ୍କର ଅଗ୍ରଜ ପରଶୁରାମ ଘାଟିଆ ବ୍ୟବସାୟ କରୁଥିଲେ ବୋଲି ସେ ପ୍ରକାଶ କରିଛନ୍ତି। କିନ୍ତୁ ଅନ୍ୟତ୍ର ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କର କୌଳିକ କର୍ମ କୃଷି ଥିଲା। ଯଥା ଚାଷ ଚଷିଣ ଆମ୍ଭେ ନାନା କୃଷି କରି ଧାନର ଚାଷ କାକୁଡ଼ି ମାଣ୍ଡିଆ ଆଦି କରି ଯେଉଁ କୃଷିରେ ମୋତେ ଲଗାଇ ଦିଅନ୍ତି ସେ କାର୍ଯ୍ୟ ସୁକ୍ଷେଣ ମୁଁ କରୁଥାଇ ନୀତି। ପଣ୍ଡିତ ଜନଙ୍କର ନବଶିଲି ସଙ୍ଗେ ପୋଷା ଜୁଆ ଶକଟାଦି ଆବର ନାନା ରଙ୍ଗେ। ଆଦ୍ୟ ଯୌବନରେ ଏପରି କର୍ମରେ ଲିପ୍ତ ରହି କବି କିପରି ସୁଜନ ହେଲେ ଓ ଅଗାଧ ପଣ୍ଡିତ୍ୟର ଅଧିକାରୀ ହେଲେ ତାହା ସେ ଅନେକ ସ୍ଥଳରେ ପ୍ରକାଶ କରିଛନ୍ତି। ସେ ଦେବୀ ସାରଳାଙ୍କ ଦୟାରୁ ଅସାଧାରଣ ପ୍ରତିଭାର ଅଧିକାରୀ ହୋଇପାରିଲେ ଏବଂ ବିପୁଳକାୟ ସାହିତ୍ୟ ରଚନା କରିପାରିଲେ। ପାରିବାରିକ ଜୀବନ କବି ବହୁ କୁଟୁମ୍ବୀ ଥିଲେ। କୁଟୁମ୍ବ ଜଞ୍ଜାଳରେ ରହି ଗ୍ରନ୍ଥ ରଚନା କରିବା ସମୟରେ ତାଙ୍କୁ ଯାହା ସ୍ମରଣ ଘଟେ ତାହା ଦେବୀ ସାରଳା ସୁଦୟା ବହି ତାଙ୍କୁ ସ୍ମରଣ କରାଇ ଦିଅନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ପୁଣି ଅନ୍ୟତ୍ର ସେ ସାଂସାରିକ ଜୀବନର ମୋହ ଲୋଭ ମାୟାରେ ବୁଡ଼ି ରହିଛନ୍ତି ଓ କୁଟୁମ୍ବ ଜଞ୍ଜାଳ ତାଙ୍କ ପକ୍ଷରେ ଅସହ୍ୟ ହୋଇପଡ଼ିଛି ବୋଲି ପ୍ରକାଶ ମଧ୍ୟ କରିଛନ୍ତି। ଜାତି ସ୍ମରତ୍ୱ ସାରଳା ଦାସ ଜାତି ସ୍ମର ଥିଲେ। ପୂର୍ବଜନ୍ମ ତପସ୍ୟାର ଫଳସ୍ୱରୂପ ଜାତି ସ୍ମରତ୍ୱ ଲାଭ ହୋଇଥାଏ। ପୂର୍ବଜନ୍ମର ବର୍ଣ୍ଣନା ଦେଇ କବି ମହାଭାରତର ସ୍ୱର୍ଗାରୋହଣ ପର୍ବରେ କହିଛନ୍ତି ଯେ ପୂର୍ବଜନ୍ମରେ ସେ ସିଦ୍ଧ ଦେହରେ ଶିବଙ୍କ ଦ୍ୱାରପାଳ ନନ୍ଦିକେଶର ଥିଲେ। ନିଜର କର୍ମଫଳ ଯୋଗୁଁ ମନୁଷ୍ୟ ଯୋନିରେ କ୍ରମାଗତ ଭାବରେ 4 ଗୋଟି ଜନ୍ମରେ ଗ୍ରହଣ କରିବା ପାଇଁ ଗଜାନନଙ୍କଠାରୁ ଶାପ ପାଇଲେ। ସେ ପ୍ରଥମ ଜନ୍ମରେ କାଳିଦାସ, ଦ୍ୱିତୀୟ ଜନ୍ମରେ ମହାକାଳିକା ବିଜୟ ଓ ତୃତୀୟ ଜନ୍ମରେ ସାରଳା ଦାସ ନାମ ଧାରଣ କରି କବିତ୍ୱ ସମ୍ପନ୍ନ ହୋଇଛନ୍ତି। ଏ ଜନ୍ମ ପରେ ପୁନର୍ବାର ଅର୍ଥାତ୍ ଚତୁର୍ଥ ଥର ପାଇଁ ସେ ମର୍ତ୍ତ୍ୟମଣ୍ଡଳରେ ଜନ୍ମଗ୍ରହଣ କରିବେ। ପ୍ରତ୍ୟେକ ଜନ୍ମରେ 15 ଲକ୍ଷ ପରିମାଣର ପଦ ରଚନା କରି ସମୁଦାୟ 60 ଲକ୍ଷ ପଦ ରଚନା କରିବା ପରେ ସେ କପିଳେଶ୍ୱରକୁ ପ୍ରତ୍ୟାଗମନ କରିବେ ବୋଲି କହିଛନ୍ତି ଓ ସେଠାରେ ଦ୍ୱାରପାଳର କାର୍ଯ୍ୟ ତୁଲାଇବେ। ଚଣ୍ଡୀ ପୁରାଣରେ ମଧ୍ୟ କବି ଅନୁରୂପ ଏକ ବିବୃତ୍ତି ଦେଇଛନ୍ତି ନିଜ ଜାତି ସ୍ମରତ୍ୱ ସମ୍ପର୍କରେ। ଏଥିରେ ସେ କହନ୍ତି ଯେ ସିଦ୍ଧ ଶରୀରରେ ପ୍ରଥମେ ସେ ଥିଲେ ବ୍ରହ୍ମାଙ୍କ ପୁତ୍ର ମନୁ ଋଷି। ବିଷ୍ଣୁ ତାକୁ ମର୍ତ୍ତ୍ୟରେ ଜନ୍ମ ହେବା ନିମିତ୍ତ ଶାପ ଦେଲେ। ଫଳରେ ସେ ପ୍ରଥମ ଜନ୍ମରେ କାଳିଦାସ, ଦ୍ୱିତୀୟ ଜନ୍ମରେ ମହାକାଳୀ ଓ ତୃତୀୟ ଜନ୍ମରେ ସାରଳା ଦାସ ଭାବରେ ମର୍ତ୍ତ୍ୟରେ ଜନ୍ମଗ୍ରହଣ କରି ମୋକ୍ଷ ଲାଭ ନିମିତ୍ତ ବିଷ୍ଣୁ ଲୀଳା ଗାୟନ କଲେ। ଏ ଦୁଇଟି ଉକ୍ତିରୁ ମନେ ହୁଏ ଯେ କବି ତତ୍କାଳୀନ ସାମାଜିକ ବିଶ୍ୱାସ ଦ୍ୱାରା ପ୍ରଭାବିତ ହୋଇଥିଲେ। ତାଙ୍କ ସମୟ ଥିଲା ଏକ ସନ୍ଧିକ୍ଷଣ। ବୌଦ୍ଧତନ୍ତ୍ରର ପ୍ରଭାବରୁ ତତ୍କାଳୀନ ସମାଜ ମୁକ୍ତ ହୋଇଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇପାରିନଥିଲା। ବୌଦ୍ଧ ଆଚାର ଓ ଦର୍ଶନରେ ସ୍ୱୟଂ ବୁଦ୍ଧ ଜଣେ ଜାତିସ୍ମର ଥିଲେ ବୋଲି ବୌଦ୍ଧ ଜାତକ ପ୍ରମାଣିତ କରେ। କାରଣ ବୌଦ୍ଧ ଜାତକରେ ବୁଦ୍ଧଦେବଙ୍କର ପୂର୍ବଜନ୍ମର ବହୁ ବୃତ୍ତାନ୍ତ ବର୍ଣ୍ଣିତ ହୋଇଛି। ଏହି ପ୍ରତିଷ୍ଠାର ବୌଦ୍ଧ ପରମ୍ପରା ଦ୍ୱାରା କେବଳ ସାରଳା ଦାସ ପ୍ରଭାବିତ ହୋଇନଥିଲେ, ବଳରାମ ଦାସ, ଅଚ୍ୟୁତାନନ୍ଦ, ପୀତାମ୍ବର ଦାସ ପ୍ରମୁଖ ବହୁ ପରବର୍ତ୍ତୀକାଳୀନ କବି ଜାତିସ୍ମରତା ଉପରେ ଗୁରୁତ୍ୱ ଦେଇଥିଲେ। କାରଣ ସାହିତ୍ୟ ସମାଜ ଅନୁସାରେ ପରିବର୍ତ୍ତନଶୀଳ। କବି ନିଜକୁ ବହୁ ସ୍ଥଳରେ ମୂର୍ଖ ପଣ୍ଡିତ କହି ଦେବୀ ସାରଳାଙ୍କ କୃପାରୁ ପୁରାଣମାନ ରଚନା କରିପାରିଲେ ବୋଲି ପ୍ରକାଶ ମଧ୍ୟ କରିଛନ୍ତି। ଏ ସମ୍ପର୍କରେ ଆମେ ଆଲୋଚନା କଲେ। ଶୂଦ୍ରମୁନି ଉପାଧି କବି ନିଜ ଆରାଧ୍ୟ ଦେବୀ ସାରଳାଙ୍କ ଭକ୍ତ ବା ସେବକ ଥିବାରୁ ନିଜକୁ କେବଳ ସାରଳା ଦାସ ନାମରେ ଅଭିହିତ କରିନଥିଲେ। ଅନେକତ୍ର ସେ ନିଜକୁ ମଧ୍ୟ ଶୂଦ୍ରମୁନି ଭାବରେ ଆଖ୍ୟାତ କରିଛନ୍ତି। ଯେପରି ଶ୍ରୀ ଚଣ୍ଡୀ ସାରଳା ଚରଣେ ଶରଣ, ଶୂଦ୍ରମୁନି ସାରଳା ଦାସଙ୍କୁ କରିବୁ ଦେବୀ କାରଣ। ଏ ଶୂଦ୍ରମୁନି ଉପାଧି ତାଙ୍କର ଦେବୀ ପ୍ରଦତ୍ତ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ସେ କାହିଁକି ନିଜକୁ ଶୂଦ୍ରମୁନି ରୂପରେ ପରିଚିତ କରାଇଥିଲେ ଏହାର କୌଣସି କାରଣ ସମ୍ପର୍କରେ ସଠିକ୍ ମତ ମିଳିପାରେନି। ବିଭିନ୍ନ ଆଲୋଚକ ଭିନ୍ନ ଭିନ୍ନ ମତ ପ୍ରଦାନ କରନ୍ତି। ସେ ବନରେ ଶୂଦ୍ର ଓ ଜାତିରେ ମୁନି କିଏ କହନ୍ତି। ମୁନି ଜାତିର ଲୋକେ ରାଉଳମାନଙ୍କ ଭଳି ଠାକୁରାଣୀ ସେବକ। ସାରଳା ଦାସ ତେଣୁ ଶୂଦ୍ରମୁନି ବୋଲି ସେ ଶ୍ୟାମସୁନ୍ଦର ରାଜଗୁରୁ ମତ ପ୍ରକାଶ କରନ୍ତି। ଶୂଦ୍ରମୁନି ବୋଲି ଶ୍ୟାମସୁନ୍ଦର ରାଜଗୁରୁ ମତ ପ୍ରକାଶ କରନ୍ତି। ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ମତରେ ମୂଳ ମହାଭାରତର ରଚୟିତା ବ୍ରାହ୍ମଣ ତତ୍ତ୍ୱରୁ ବ୍ରହ୍ମମୁନି ଥିବାରୁ ସାରଳା ଦାସ ଆତ୍ମଗୌରବ ଦେଖାଇ ଶୂଦ୍ରମୁନି ଉପାଧି ପରିଗ୍ରହ କରିଥିଲେ। ସାରଳା ଦାସ କେତେକ ସ୍ଥଳରେ ନିଜକୁ ଗ୍ରନ୍ଥିକ ଶୂଦ୍ରମୁନି ବୋଲି କହିଥିବାରୁ ମୁନି ଶବ୍ଦଟି ଗ୍ରନ୍ଥକାର ବା କବି ଅର୍ଥରେ ବ୍ୟବହୃତ ବୋଲି କେତେକ ମତ ମଧ୍ୟ ଦିଅନ୍ତି। କବିଙ୍କ ରଚନାବଳୀ ଆମେ ଦେଖିବା। ତେବେ ସାରଳା ମହାଭାରତ, ବିଲଙ୍କା ରାମାୟଣ, ସପ୍ତକାଣ୍ଡ ରାମାୟଣ, ଚଣ୍ଡୀପୁରାଣ ପ୍ରଭୃତି ଗ୍ରନ୍ଥମାନ ରଚନା କରିଥିଲେ। ଏଗୁଡ଼ିକ ରଚନା କ୍ରମେ ସମ୍ବୋଧରେ କବି କହନ୍ତି ପ୍ରଥମେ ଶ୍ରୀରାମାୟଣ, ଦ୍ୱିତୀୟ ଭାରତ, ତୃତୀୟ ଲିଖନ କଲି ଶ୍ରୀ ଭାଗବତ। ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ। ଏହା ତାଙ୍କ ଚଣ୍ଡୀପୁରାଣରେ ବର୍ଣ୍ଣନା କରାଯାଇଛି। ପ୍ରଥମେ ଶ୍ରୀରାମାୟଣ, ଦ୍ୱିତୀୟ ଭାରତ, ତୃତୀୟ ଲିଖନ କଲି ଶ୍ରୀ ଭାଗବତ। ବିଲଙ୍କା ରାମାୟଣ ତାଙ୍କର ହେଉଛି ପ୍ରଥମ ରଚନା। ଭାରତ ହେଉଛି ମହାଭାରତ। ପ୍ରଥମେ ଶ୍ରୀରାମାୟଣ ଅର୍ଥାତ୍ ପ୍ରଥମେ ସେ ବିଲଙ୍କା ରାମାୟଣ ରଚନା କଲେ, ଦ୍ୱିତୀୟ ମହାଭାରତ, ତୃତୀୟ ଲିଖନ କଲି ଶ୍ରୀ ଭାଗବତ। ଶ୍ରୀ ଭାଗବତ ଯେଉଁଟା ହେଉଛି ଦେବୀ ଭାଗବତ ବା ତାଙ୍କର ଚଣ୍ଡୀ ପୁରାଣ ଯେଉଁଟା। ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ
ସାରଳା ଦାସଗୁପ୍ତ ସପ୍ତକାଣ୍ଡ ରାମାୟଣ ପୋଥି ଅଛି, ମାତ୍ର ଏହା ଉପରେ ଯଥେଷ୍ଟ ଆଲୋଚନା ହୋଇନଥିବାରୁ ଏହା ତ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ବ୍ୟତୀତ ଅନ୍ୟମାନଙ୍କ ନିକଟରେ ଅଜ୍ଞାତ। ସାରଳା ଦାସଙ୍କ ଉକ୍ତି ଅନୁସାରେ ବିଲଙ୍କା ରାମାୟଣ ତାଙ୍କର ପ୍ରଥମ କୃତି। ତାଙ୍କର ପ୍ରଥମ ରଚନା ହେତୁ ଏହା କ୍ଷୁଦ୍ର ଆକୃତି ବିଶିଷ୍ଟ ବୋଲି ମନେ ହୁଏ। ଏପର୍ଯ୍ୟନ୍ତ ଏହି ଗ୍ରନ୍ଥଟିର ଶୁଦ୍ଧ ସଂସ୍କରଣ ପ୍ରକାଶିତ ହୋଇନଥିବାରୁ ବଜାରରେ ମିଳୁଥିବା ମୁଦ୍ରିତ ପୁସ୍ତକ ଉପରେ ନିର୍ଭର କରିବାର ଆଲୋଚନାଟି ପ୍ରସ୍ତୁତ। ତେବେ ଏହାର ଶୁଦ୍ଧ ସଂସ୍କରଣ ମିଳିପାରିନି, ସଂଗ୍ରହ ହୋଇପାରିନି। ଶିବ ପାର୍ବତୀଙ୍କ କଥୋପକଥନ ଛଳରେ ସମଗ୍ର ଗ୍ରନ୍ଥଟିର କଥାବସ୍ତୁ ପରିକଳ୍ପିତ। ଏହାର କଥାବସ୍ତୁ ହେଉଛି ଲଙ୍କାର ରାଜା ଦଶାନନ ରାବଣକୁ ମାରିବା ପରେ ଲକ୍ଷ୍ମଣ ଓ ସୀତାକୁ ସଙ୍ଗରେ ଧରି ରାମଚନ୍ଦ୍ର ଅଯୋଧ୍ୟା ଫେରିଛନ୍ତି। ସେଠାରେ ତାଙ୍କ ଅଭିଷେକ ଉତ୍ସବ ମହାସମାରୋହରେ ପାଳିତ ହେବାର ଆୟୋଜନ କରାଯାଇଛି। ସ୍ୱର୍ଗର କେତେକ ଦେବତା ଏହି ଉତ୍ସବ ଦେଖିବାକୁ ବାହାରିଛନ୍ତି। ଏହି ସମୟରେ ସେଠାରେ କ୍ରନ୍ଦନରତ ଯମ ଉପସ୍ଥିତ ହୋଇ ନିଜର ଦୁଃଖ ଜଣାଇଛନ୍ତି। ବ୍ରହ୍ମାଙ୍କ ବରରେ ବଳିୟାନ ବିଲଙ୍କାର ସହସ୍ରଶିରା ରାବଣ ଦେବତାମାନଙ୍କୁ ବହୁ ଭାବରେ ନିର୍ଯାତିତ କରୁଛି, ଅତ୍ୟାଚାର କରୁଛି ଏବଂ ତାଙ୍କୁ ପ୍ରତିଦିନ ତାର ବାଡ଼ିତାଟି ଖଟିବାକୁ ବା ମେହେନ୍ତର କାର୍ଯ୍ୟ କରିବାକୁ ପଡ଼ୁଛି ବୋଲି ସେ ପ୍ରକାଶ କରିଛନ୍ତି। ଦେବତାମାନେ ବିଚାର କରିଛନ୍ତି ଯେ ରାମଚନ୍ଦ୍ରଙ୍କ ବ୍ୟତୀତ ଅନ୍ୟ କେହି ବିଲଙ୍କାର ସହସ୍ରଶିରା ରାବଣକୁ ବଧ କରିବା ପାଇଁ କ୍ଷମ ନୁହନ୍ତି। କିନ୍ତୁ ରାମଚନ୍ଦ୍ର ରାଜା ହେବା ପରେ ଆଉ ତାଙ୍କୁ ବିଲଙ୍କା ରାବଣକୁ ବିନାଶ କରିବା ପାଇଁ ପ୍ରବର୍ତ୍ତାଇବା ସମ୍ଭବ ହେବ ନାହିଁ। ତେଣୁ ଅଭିଷେକ ପୂର୍ବରୁ ହିଁ ତାକୁ ଏ କାର୍ଯ୍ୟ ଲଗାଇବାକୁ ପଡ଼ିବ ବୋଲି ସ୍ଥିର କରିଛନ୍ତି। ଶେଷରେ ବ୍ରହ୍ମାଙ୍କ ପରାମର୍ଶ ଅନୁଯାୟୀ ସ୍ଥିର ହୋଇଛି ଯେ ଖଳ ଦୁର୍ବଳଙ୍କୁ ଅଯୋଧ୍ୟା ପଠାଯିବ। ସେମାନେ ରାମ ଓ ସୀତାଙ୍କର କଣ୍ଠରେ ବିଜେ କରିବେ। ଏପରି କଥୋପକଥନରେ ରତ ରହିବେ ଯେପରି ରାମଚନ୍ଦ୍ର ବାଧ୍ୟ ହେବେ ବିଲଙ୍କା ଯାତ୍ରା କରିବାକୁ। ଖଳ ଦୁର୍ବଳ ଆଦେଶ ପାଇ ଅଯୋଧ୍ୟା ଯାଇଛନ୍ତି। ଅଭିଷେକର ଅବ୍ୟବହିତ ପୂର୍ବରୁ ରାମଚନ୍ଦ୍ର କୁଳଗୁରୁ ବଶିଷ୍ଠଙ୍କୁ ଲଙ୍କା ବିଜୟ ସମ୍ବନ୍ଧରେ ନିଜର ବୀରତ୍ୱପୂର୍ଣ୍ଣ କାହାଣୀ ଶୁଣାଇବା ସମୟରେ ଖଳ ଦ୍ୱାରା ପରିଚାଳିତ ସୀତା ଘୋର ପ୍ରତିବାଦ କରି କହିଛନ୍ତି ଯେ ଲଙ୍କା ବିଜୟର ଗୌରବ ରାମଚନ୍ଦ୍ରଙ୍କର ନୁହେଁ, ତାଙ୍କ ନିଜର ପ୍ରାପ୍ୟ। ରାମଚନ୍ଦ୍ର ଯଦି ବିଲଙ୍କା ରାବଣକୁ ବଧ କରିପାରିବେ ତେବେ ଲଙ୍କା ବିଜୟର ଗୌରବ ପାଇଁ ଦାବି କରିପାରିବେ। କବି ସୀତାଙ୍କ ମୁଖରେ କହିଛନ୍ତି, ତୁମ୍ଭ କିବା କଷ୍ଟ ପାଇଅଛ ଦେବରାଣ, ମହାକଷ୍ଟ ପାଇ ମୁହିଁ ମାରିଲି ରାବଣ। ଏମନ୍ତ ପ୍ରତିଜ୍ଞା ଯେବେ ଅଛି ରଘୁସାଇଁ, ବିଲଙ୍କା ରାବଣକୁ ମାର ଏବେ ଯାଏ। ରାମଚନ୍ଦ୍ର ସୀତାଙ୍କର ଏପରି ଅପ୍ରତ୍ୟାଶିତ ବାକ୍ୟ ବାଣରେ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି। ସେ ସୀତାଙ୍କ ଆହ୍ୱାନକୁ ଗ୍ରହଣ କରି ବିଲଙ୍କା ରାବଣକୁ ସଂହାର କରିବା ପାଇଁ ବାହାରି ପଡ଼ିଛନ୍ତି। ଦେବତାମାନେ ତାଙ୍କୁ ଆକାଶ ମାର୍ଗରେ ଉଡ଼ାଇ ନେଇଛନ୍ତି। ପ୍ରଚଣ୍ଡ ପର୍ବତ ଉପରୁ ସେ ବିଲଙ୍କା ନଗରୀ ଉପରେ ଦୃଷ୍ଟି ପକାଇ ଆଣିଛନ୍ତି। କୌଶଳକ୍ରମେ ବିଲଙ୍କା ନଗରୀର ଦକ୍ଷିଣ ଦ୍ୱାର ଦେଇ ସେ ପ୍ରବେଶ କରିଛନ୍ତି। ସେଠାରେ ତାଙ୍କର ସହସ୍ରଶିରା ରାବଣ ସହିତ ସାକ୍ଷାତ ହୋଇଛି। ରାମଚନ୍ଦ୍ରଙ୍କ ଆଗମନର କାରଣ ଜାଣିବା ପରେ ରାକ୍ଷସ ଉପହାସ କରି ତାଳିଟିଏ ମାରିଛି। ଏହି ତାଳି ପବନରେ ରାମଚନ୍ଦ୍ରଙ୍କ 70 ଯୋଜନା ଦୂରରେ ପଡ଼ିଛନ୍ତି। ରାମଚନ୍ଦ୍ରଙ୍କ ଅଭିଷେକ ନିମନ୍ତେ ଚନ୍ଦନ କାଷ୍ଠ ସଂଗ୍ରହରେ ଯାଇଥିବା ହନୁମାନ ଅଯୋଧ୍ୟା ଫେରି ସମସ୍ତ କଥା ଶୁଣିଛି। ସେ କାଳ ବିଳମ୍ବ ନ କରି ଲଙ୍କାରେ ପହଞ୍ଚିଛି ଆଉ ସେଠାରେ ଥିବା ଏକ ବିଷାକ୍ତ ପୁଷ୍କରଣୀକୁ ଯାଇ ସେଠାରୁ ଜଳପାନ କରି ମୃତ୍ୟୁମୁଖରେ ପଡ଼ିଛି। ତାର ପିତା ପବନଙ୍କ ଅନୁରୋଧରେ ଦେବତାମାନ ତାକୁ ଜୀବନ ଦାନ କରିଛନ୍ତି। କିନ୍ତୁ ହନୁମାନ ପୁନର୍ବାର ବିପଦର ସମ୍ମୁଖୀନ ହୋଇଛି। ବର୍ଷକରେ ମାତ୍ର ଗୋଟିଏ ଦିନ ଖାଦ୍ୟ ଗ୍ରହଣ କରୁଥିବା ସହସ୍ରଶିରାର ଖାଦ୍ୟ ଭାବରେ ସେ ତାର ଉଦରରେ ପ୍ରବେଶ କରିଛି ଓ ରାମ ନାମ ଜପ କରିବାରୁ ସହସ୍ରଶିରା ତାକୁ ଉଦରରୁ ବାହାର କରିଛି। ହନୁମାନ ଠାରୁ ସେ ରାମଚନ୍ଦ୍ରଙ୍କର ବିଷୟରେ ଜାଣିବାକୁ ପାଇଛି। ସହସ୍ରଶିରା ରାବଣ ପରଦିନ ନିଜ ଆତ୍ମୀୟ ସୁଜନଙ୍କ ସହିତ ପରାମର୍ଶ କରି ରାମଚନ୍ଦ୍ରଙ୍କ ସହିତ ଯୁଦ୍ଧ କରିବାକୁ ବାହାରିଛି। ଯୁଦ୍ଧରେ ତାର ମନ୍ତ୍ରୀ ସପ୍ତଶିରା, ସପ୍ତଶିରାର ପୁତ୍ର ନାଭିଦୈତ୍ୟ, ଶୁମ୍ଭ, ନିଶୁମ୍ଭ, ପ୍ରଳମ୍ବା, କଦମ୍ବା, ତ୍ରିଶିରା, ଶତଶିରା ପ୍ରଭୃତି ରାକ୍ଷସଗଣ ପ୍ରାଣ ହରାଇଛନ୍ତି। କିନ୍ତୁ ସକଳ ପ୍ରଚେଷ୍ଟା ସତ୍ତ୍ୱେ ସହସ୍ରଶିରା ନିହତ ନ ହେବାରୁ ରାମଚନ୍ଦ୍ର ହତୋତ୍ସାହ ହୋଇ ପଡ଼ିଛନ୍ତି। ଦେବତାମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି ସତୀ ଶିରୋମଣି ସୀତାଙ୍କ ସାହାଯ୍ୟ ନେଇ ସହସ୍ରଶିରାକୁ ବଧ କରିବା ପାଇଁ। ହନୁମାନ ଅଯୋଧ୍ୟାକୁ ଯାଇ ଲକ୍ଷ୍ମଣ ଓ ସୀତାଙ୍କୁ ଧରି ଫେରିଛି।
ମହିଷା ମର୍ଦ୍ଦିନୀ ମହାମାୟା କାତ୍ୟାୟନୀଙ୍କଠାରୁ ପଞ୍ଚଶର ପ୍ରାପ୍ତ ହୋଇ ସତୀ ସୀତା ତ୍ରୈଲୋକ୍ୟ ମୋହିନୀ ବେଶରେ ସହସ୍ରଶିରା ସମ୍ମୁଖରେ ପହଞ୍ଚିଛନ୍ତି। ସେ ନିଜର ଉଲଗ୍ନ ଶରୀର ଦେଖାଇ ସହସ୍ରଶିରାକୁ ହୀନବୀର୍ଯ୍ୟ କରାଇଛନ୍ତି। ଏହି ଅବସରରେ ରାମ ଓ ଲକ୍ଷ୍ମଣ ଶରବିଦ୍ଧ କରି ଦୃଷ୍ଟ ଦାନବକୁ ଚିରଦିନ ପାଇଁ ଧରାପୃଷ୍ଠରୁ ବିଦାୟ ଦେଇଛନ୍ତି। ଦେବତାମାନେ ଆନନ୍ଦ ଉଲ୍ଲାସରେ ମାତିଛନ୍ତି ଓ ରାମଙ୍କ ଉପରେ ପୁଷ୍ପବୃଷ୍ଟି କରିଛନ୍ତି। ଲକ୍ଷ୍ମଣ ଓ ସୀତାଙ୍କ ସହିତ ରାମଚନ୍ଦ୍ର ଅଯୋଧ୍ୟା ଫେରି ଆସିଛନ୍ତି। ସେଠାରେ ତାଙ୍କର ଅଭିଷେକ କାର୍ଯ୍ୟ ସମ୍ପାଦିତ ହୋଇଛି। ତେବେ ଗ୍ରନ୍ଥର ଆରମ୍ଭରେ ଶିବ, ଜଗନ୍ନାଥ, ସରସ୍ୱତୀଙ୍କ ବନ୍ଦନା ଗାନ କରାଯାଇଛି। ବାଲ୍ମୀକିଙ୍କ ଅଦ୍ଭୁତ ରାମାୟଣର ଛାୟାରେ ଶାରଳା ଦାସ ବିଲଙ୍କା ରାମାୟଣ ରଚନା କରିଛନ୍ତି। ପରବର୍ତ୍ତୀ ରଚନା ବିଚିତ୍ର ରାମାୟଣ। ପୂର୍ବରୁ ଶାରଳା ଦାସଙ୍କ ରଚନା କ୍ରମରେ ରାମାୟଣକୁ ପ୍ରଥମ ରଚନା ଭାବରେ ଗ୍ରହଣ କରିଯାଇଥିବା ବିଲଙ୍କା ରାମାୟଣ ବଦଳରେ ଶାରଳା ଦାସଙ୍କ ସାତକାଣ୍ଡ ବିଶିଷ୍ଟ ରାମାୟଣକୁ ଗ୍ରହଣ କରିବା ଅଧିକ ପ୍ରାସଙ୍ଗିକ ମନେ ହେଉଥିଲା। ସିଦ୍ଧେଶ୍ୱର ଦାସ ବା ଶାରଳାଙ୍କ ପୂର୍ବ ନାମ ବିଚିତ୍ର ରାମାୟଣ ନାମରେ ଖଣ୍ଡିଏ ଗ୍ରନ୍ଥ ରଚନା କରିଥିଲେ ଏବଂ ତାହା ଥିଲା ତାଙ୍କର ପ୍ରଥମ ରାମାୟଣ। ଆଲୋଚ୍ୟ ବିଚିତ୍ର ରାମାୟଣର ସୁଯୋଗ୍ୟ ସଂଗ୍ରାହକ, ସଂକଳକ, ସମ୍ପାଦକ ହେଉଛନ୍ତି ଓଡ଼ିଶାର ସ୍ୱନାମଧନ୍ୟ ଗବେଷକ ସଂସ୍କୃତବିତ୍ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର। ମହାଭାରତ। ଶାରଳା ମହାଭାରତ କବି ଶାରଳା ଦାସଙ୍କ ରଚନାମାନଙ୍କ ମଧ୍ୟରେ ବୃହତ୍ତମ। ଅନ୍ୟ କୌଣସି ପ୍ରାନ୍ତୀୟ ଭାଷାରେ ଏପରି ବିଶାଳକାୟ ମହାଭାରତ ସେ ପର୍ଯ୍ୟନ୍ତ ରଚିତ ହୋଇନଥିବାରୁ ସମକାଳୀନ ଭାରତୀୟ ସାହିତ୍ୟରେ ଏହା ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିଛି। ଶାରଳା ଦାସଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟର ସତ୍ତା ରହିଥିଲେ ହେଁ ତାହା ଗୁଣାତ୍ମକ ବିଚାରରେ ବିଶେଷ ଉଲ୍ଲେଖଯୋଗ୍ୟ ନୁହେଁ। ତେଣୁ ଶାରଳା ଦାସ ଓଡ଼ିଆ ସାହିତ୍ୟର ଆଦିକବି ଓ ଶାରଳା ମହାଭାରତ ଓଡ଼ିଆ ଭାଷା ଓ ସାହିତ୍ୟର କୋଣାର୍କ ସଦୃଶ। ବ୍ରାହ୍ମଣ୍ୟ ଧର୍ମର ପ୍ରାବଲ୍ୟ କାଳରେ ସମସ୍ତ ପ୍ରତିକୂଳତା ସତ୍ତ୍ୱେ ସେ ସଂସ୍କୃତ ବଦଳରେ ଓଡ଼ିଆ ଭାଷାରେ ମହାଭାରତ ଭଳି ବିରାଟକାୟ ଗ୍ରନ୍ଥ ରଚନା କରି ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଥିଲେ। ଓଡ଼ିଶାର ଏହି କୃଷକ କବି ଚିନ୍ତା ଓ ଚେତନାରେ ଦୃଷ୍ଟ ଦର୍ଶନରେ ଥିଲେ ଏକାନ୍ତ ଉତ୍କଳୀୟ। ଫଳତଃ ତାଙ୍କ ପ୍ରଣୀତ ମହାଭାରତ ପ୍ରତ୍ୟେକ ପୃଷ୍ଠା ଜାତୀୟ ପ୍ରୀତି ଓ ସାଂସ୍କୃତିକ ଚେତନାରେ ପୃଷ୍ଟ। ଅନ୍ୟ ଭାଷାରେ ଶାରଳା ମହାଭାରତ ଓଡ଼ିଶାର ଜାତୀୟ ମହାକାବ୍ୟ, ଓଡ଼ିଆ ଜାତିର ଜୀବନ ବେଦ କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ୱଦେଶ ପ୍ରେମୀ କବି ଆଲୋଚ୍ୟ ଗ୍ରନ୍ଥର ଆଖ୍ୟାନ ଭାଗରେ ଯେଉଁଠି ସୁଯୋଗ ପାଇଛନ୍ତି ସେଠାରେ ଓଡ଼ିଶାର ଜାତୀୟ ଧର୍ମ, ସଂସ୍କୃତି, ସାମାଜିକ, ରାଜନୈତିକ ଇତ୍ୟାଦିକୁ ସ୍ଥାନ ଦେଇଛନ୍ତି। ଶାରଳା ମହାଭାରତରେ ମୌଳିକତା ଛତ୍ରେ ଛତ୍ରେ ଫୁଟି ଉଠିଛି। ଏହି ମୌଳିକତାର ହେତୁ ସ୍ୱରୂପ କୁହାଯାଇପାରେ ଯେ ମୂଳ ଗ୍ରନ୍ଥ ତୁଳନା ଅନୁସାରେ ଆଲୋଚ୍ୟ ଗ୍ରନ୍ଥର କଳେବର ଖୁବ୍ ବୃହତ୍। ଏ ମୌଳିକତାର ଅଳ୍ପ କେତୋଟି ଉଦାହରଣ ସଂକ୍ଷିପ୍ତାକାରରେ ଆଲୋଚିତ ହୋଇପାରେ। ଯେମିତି ଧୃତରାଷ୍ଟ୍ରଙ୍କ ସନ୍ତାନ ରାମ। ମୂଳ ମହାଭାରତରେ ଅତି ସଂକ୍ଷେପରେ ଧୃତରାଷ୍ଟ୍ରଙ୍କ ପୁତ୍ର ରାମ ପ୍ରସଙ୍ଗ ବର୍ଣ୍ଣିତ। 2 ବର୍ଷ ଗର୍ଭଧାରଣ କରିବା ପରେ ଗାନ୍ଧାରୀ ଏକ ମାଂସପିଣ୍ଡୁଳା ଜନ୍ମ ଗ୍ରହଣ କରିଛନ୍ତି। ଏ ମାଂସପିଣ୍ଡୁଳାକୁ 100 ଖଣ୍ଡ କରି ଘୃତକୁଣ୍ଡରେ ନିକ୍ଷେପ କରିବାରୁ 100 ଦିବସ ପରେ 100 ପୁତ୍ର ଓ ଏକମାତ୍ର କନ୍ୟା ଜନ୍ମ ଗ୍ରହଣ କରିଛନ୍ତି। ମାତ୍ର ଏ ପ୍ରସଙ୍ଗ ଉପସ୍ଥାପନାର ଶାରଳାଙ୍କ ମୌଳିକ ଦୃଷ୍ଟିଭଙ୍ଗୀ ପରିଚୟ ମିଳେ। ଶାରଳା ଦାସ ନିଜ ଗ୍ରନ୍ଥରେ ଶତପୁତ୍ର ଲାଭ ପାଇଁ ଗାନ୍ଧାରୀଙ୍କୁ ଯଜ୍ଞ ଚରୁଅନ୍ନ ସେବନ କରାଇଛନ୍ତି। କୌରବଙ୍କ ସହଭାଇଙ୍କ ନାମକରଣ, ଭୀମଙ୍କ ଜନ୍ମଚରିତ ଏହିପରି ଭାବଚନ ମଧ୍ୟ ଦେଖାଯାଏ ଯେ ମନ ଜାଣେ ପାପ, ମା ଜାଣେ ପାପ, ଗଙ୍ଗା କହିଲେ ଥିବେ, ଗାଙ୍ଗୀ କହିଲେ ଯିବି। ଶତ ଦୋଷ ତ୍ରୁଟି ସତ୍ତ୍ୱେ ନୀରବ ରହିବା ଏବଂ ଅତି ଅସହ୍ୟ ରହିବା ବେଳେ ସାମାନ୍ୟ ପ୍ରତିବାଦ କରିବା ଦ୍ୱାରା କିଛି ଅଘଟଣ ଘଟିଲେ ଏ ପ୍ରବଚନଟି ବ୍ୟବହୃତ ହୋଇଥାଏ।
ତାର ଉଦାହରଣ ଗୋଟେ ହେଉଛି ଶିବଙ୍କୁ ବିବାହ କରିବାକୁ ମନସ୍ଥ କରିଥିବା ଘଟଣାକ୍ରମେ ଶିବଙ୍କ ଅଙ୍ଗଭୂଷଣ ଧାରଣ କରିଥିବା ଶାନ୍ତନୁକୁ ବିବାହ କରିବାକୁ ବାଧ୍ୟ କରିଥିଲେ। ବିବାହ ପୂର୍ବରୁ ତାଙ୍କର ଏକ ସର୍ତ୍ତ ଥିଲା ଯେ ନିଜ ଇଚ୍ଛାରେ ଯାହା କରିବେ, ଶାନ୍ତନୁ ତାର ବିରୁଦ୍ଧାଚରଣ କରିବେ ନାହିଁ। ଯଦି କରିବେ ତେବେ ସେ ଶାନ୍ତନୁକୁ ତ୍ୟାଗ କରିବେ। ସେମାନଙ୍କ ବୈବାହିକ ଜୀବନ ଆଦୌ ଆନନ୍ଦଦାୟକ ନଥିଲା, କାରଣ ନିଜ ସତ୍ତାନୁଯାୟୀ ଗଙ୍ଗା ସ୍ୱଚ୍ଛଚାରିଣୀ ହୋଇପଡ଼ିଥିଲା ଏବଂ ଶାନ୍ତନୁକୁ ନାନା ପ୍ରକାର କଷ୍ଟ ଦେବାକୁ କୁଣ୍ଠାବୋଧ କଲେ ନାହିଁ। ତାଙ୍କର ଉଚ୍ଛୃଙ୍ଖଳତା ସୀମାଲଙ୍ଘନ କଲା। ଯେତେବେଳେ ନିଜର ଗର୍ଭଜାତ 6ଗୋଟି ପୁତ୍ରଙ୍କୁ ସେ ଜନ୍ମ ହେବା ସଙ୍ଗେ ସଙ୍ଗେ ହତ୍ୟା କଲେ, ସପ୍ତମ ପୁତ୍ରକୁ ହତ୍ୟା କରିବା ସମୟରେ ଶାନ୍ତନୁ ଏହାର ପ୍ରତିବାଦ କଲେ ଓ ଗଙ୍ଗାକୁ ଗାଙ୍ଗୀ କହି ତିରସ୍କାର କଲେ। ସର୍ତ୍ତଭଙ୍ଗ ହେବା ଦର୍ଶାଇ ଗଙ୍ଗା ଶାନ୍ତନୁକୁ ତ୍ୟାଗ କରିଦେଲେ। ଶାନ୍ତନୁକୁ ପରିତ୍ୟାଗ କରିବା ସମୟରେ ସେ କହିଲେ, ଗଙ୍ଗା ବୋଇଲେ ମୁଁ ଥାଇ, ଗାଙ୍ଗୀ ବୋଇଲେ ନଥାଇ। ଗାଙ୍ଗୀ ବୋଇଲେ ତୁ ଯାଉଛି, ମୁଁ ବ୍ରତ ପୁରୋଇ। ଧୃତରାଷ୍ଟ୍ରକୁ କନ୍ୟା ନାହିଁ କି ଗାନ୍ଧାରୀକୁ ବର ନାହିଁ। ଯେମିତି ବର ବା କନ୍ୟାର ବିବାହ ନିର୍ଦ୍ଦିଷ୍ଟ ନ ହୋଇପାରିଲେ କିମ୍ବା ନିର୍ଦ୍ଦିଷ୍ଟ ହୋଇ ମଧ୍ୟ ସମ୍ପାଦିତ ହୋଇନପାରିଲେ ଏହି ପ୍ରବଚନଟି ଲୋକମୁଖରେ କଥିତ ହୋଇଥାଏ। ଧୃତରାଷ୍ଟ୍ର ଗାନ୍ଧାରୀ ଉଭୟ ଅଶୁଭ ତିଥିରେ ଜନ୍ମ ହୋଇଥିବାରୁ ସେମାନଙ୍କୁ ଯେଉଁ କନ୍ୟା ବା ବର ବିବାହ କରିବାକୁ ବେଦିରେ ବସିଥିଲେ ସେମାନେ ମୃତ୍ୟୁବରଣ କରୁଥିଲେ। ଏହିପରି ଧୃତରାଷ୍ଟ୍ରଙ୍କୁ ବିବାହ କରିବାକୁ ଯାଇ 108 କନ୍ୟା ଓ ଗାନ୍ଧାରୀଙ୍କୁ ବିବାହ କରାଯାଇ 22 ବର ମୃତ୍ୟୁମୁଖରେ ପଡ଼ିଛନ୍ତି। ତେଣୁ ବିବାହ କରିବା ନିମିତ୍ତ ଏ ଦୁହିଁଙ୍କୁ କନ୍ୟା ଓ ବର ମିଳେ ନାହିଁ। ମନ ଜାଣେ ପାପ, ମା ଜାଣେ ପାପ। ସେହିପରି ଏକ ଉଦାହରଣ ଦିଆଯାଇଛି। ଶିମିଳି ଗଛରେ ଦେହ ବସିବା, ଭଲ ମନ୍ଦ ବିଚାର ନ କରି ଉପର ଚାକଚକ୍ୟରେ ବୁଲି କିଛି ଗୋଟେ ଭୁଲ କାର୍ଯ୍ୟ କରି ବସିଲେ ପ୍ରବଚନଟି କୁହାଯାଇଥାଏ। ଝିମିଟି ଖେଳର ମହାଭାରତ, ସାମାନ୍ୟ କଥାରୁ ମହାକାଣ୍ଡରେ ସୃଷ୍ଟି ହେବା ଲକ୍ଷିତ ହେଲେ ଏ ପ୍ରବଚନଟି ବ୍ୟବହୃତ ହୋଇଥାଏ। ଭଗବାନଙ୍କ ଗର୍ଦ୍ଧପାଦ ଧରିବା, କାର୍ଯ୍ୟ ହାସଲ ପାଇଁ କୌଣସି ନୀଚ ଜନର ଅନୁଗ୍ରହ ପ୍ରାର୍ଥୀ ହେବାକୁ ପଡ଼ିଲେ ଏ ପ୍ରବଚନଟି ପ୍ରୟୋଗ ହୋଇଥାଏ। କର୍ଣ୍ଣ ମଲେ 5, ଅର୍ଜୁନ ମଲେ ବି 5, ଅର୍ଥାତ୍ ଉଭୟ ଲାଭ ଓ କ୍ଷତିର ପରିମାଣ ସମାନ ହେଲେ ଏହା କୁହାଯାଇପାରେ। ମାଡ଼ୁଆ ମହାଦେବ, କ୍ରୋଧବଶତଃ ସାମାନ୍ୟ ଦୋଷକୁ କ୍ଷମା ନ କରିପାରି ପରିସ୍ଥିତି ଜଟିଳ ହେବା ପରେ ପରିସ୍ଥିତି ନିକଟରେ ମୁଣ୍ଡ ନୁଆଇବାକୁ ବାଧ୍ୟ ହେଲେ ମାଡ଼ୁଆ ମହାଦେବ। ମାଡ଼ ଖାଇଲେ ବର ଦେବ। ଓଡ଼ିଆ ପ୍ରବଚନଟିର ବହୁଳ ବ୍ୟବହାର ଦେଖାଯାଏ। ତେବେ ସାରଳା ଦାସ ଓଡ଼ିଆ ମହାଭାରତରେ କିପରି ଚରିତ୍ର ଚିତ୍ରଣ କରିଥିଲେ ଆମେ ଦେଖିବା। ସାରଳା ଦାସ ଥିଲେ ଉଗ୍ର ସ୍ୱଦେଶ ପ୍ରେମୀ। ତାଙ୍କର ପ୍ରତିଟି ରଚନାରେ ସ୍ୱଦେଶ ପ୍ରୀତିର ପରିଚୟ ମିଳେ। ମହାଭାରତର ଚରିତ୍ରମାନଙ୍କୁ ବିଶ୍ଳେଷଣ କଲେ ସେମାନେ ସମସ୍ତେ ରକ୍ତମାଂସଧାରୀ ଜଣେ ଜଣେ ବିଶେଷ ଶ୍ରେଣୀର ଉତ୍କଳୀୟ ଭାବରେ ପ୍ରତୀତ ହୁଅନ୍ତି। ଶ୍ରୀକୃଷ୍ଣଙ୍କୁ ସେ ଉପସ୍ଥାପିତ କରିଛନ୍ତି ତତ୍କାଳୀନ ସମାଜରେ ବାସ କରୁଥିବା ଜଣେ କାମୁକ, କୁଚକ୍ରୀ ତଥା ଧୂର୍ତ୍ତ ଓଡ଼ିଆ ଭାବରେ। ତାଙ୍କ ଭୀମଙ୍କ ଚରିତ୍ରରେ ଜଣେ ନିଷ୍କପଟ, ସରଳ, ହୁଣ୍ଡା, ହୁରୁମା ଉତ୍କଳୀୟ ଚରିତ୍ରର ପ୍ରତିଫଳନ ପରିଦୃଷ୍ଟ ହୁଏ। ସାରଳା ଦାସ ଏପରି ପରିକଳ୍ପନା କରିଛନ୍ତି ଯାହା ସାଧାରଣ ଗାଉଁଲି ମଣିଷଟିଏ ମଧ୍ୟ ସହଜରେ ବୁଝିପାରିବ। ଜଣେ ସମକାଳୀନ ଆଦର୍ଶ ଉତ୍କଳୀୟଙ୍କୁ ଲକ୍ଷ୍ୟରେ ରଖି ସେ ସୃଷ୍ଟି କରିଛନ୍ତି ଯୁଧିଷ୍ଠିରଙ୍କ ଚରିତ୍ର। ତାଙ୍କ ଦ୍ୱାରା ପରିଲକ୍ଷିତ କୌଣସି ଜଣେ ଉଗ୍ର ସ୍ୱଭାବ ସମ୍ପନ୍ନା ଗ୍ରାମ୍ୟ ନାରୀକୁ ସେ ଛିଡ଼ା କରାଇଛନ୍ତି ଗଙ୍ଗା ଭାବରେ। କେବଳ ଏମାନେ ନୁହନ୍ତି, ଅନ୍ୟାନ୍ୟ ସମସ୍ତ ଚରିତ୍ର ଓଡ଼ିଆତ୍ୱରେ ଏପରି ମଣ୍ଡିତ ହୋଇଛି ଯେ ପାଠକ ସହଜରେ ଗ୍ରହଣ କରିପାରିବ। ଗ୍ରନ୍ଥ ପାଠ କରିବା ସମୟରେ ଜଣାଯାଏ ସତେ ଯେପରି ଏମାନେ ଆମ ସହିତ ଗୋଟିଏ ସମାଜରେ ମିଳିମିଶି ଚଳୁଛନ୍ତି। ମୂଳ ସଂସ୍କୃତ ମହାଭାରତରେ କିନ୍ତୁ ଏ ସମସ୍ତ ଚରିତ୍ର ଏପରି ଭାବେ ଚିତ୍ରିତ ହୋଇନାହିଁ ଯେପରି ସାରଳା ମହାଭାରତରେ ଚିତ୍ରିତ ହୋଇଛି। ଏଥିରୁ ତାଙ୍କର ଜାତୀୟ ପ୍ରୀତି, ସ୍ୱଦେଶ ପ୍ରୀତିର ପରିଚୟ ମିଳେ। ତେବେ ଶ୍ରୀକୃଷ୍ଣଙ୍କ ଚରିତ୍ରକୁ ସେ କେମିତି ଚିତ୍ରିତ କରିଛନ୍ତି? ପାଣ୍ଡବଙ୍କ ପରମ ସଖା ଶ୍ରୀକୃଷ୍ଣ। ମହାଭାରତ ଯୁଦ୍ଧର ପରିକଳ୍ପନା ଓ ପରିଚାଳନା ମୂଳରେ ତାଙ୍କର ଅଦୃଶ୍ୟ ହସ୍ତର ଇଙ୍ଗିତ ନିହିତ। ସାରଳା ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ କବି ଯେ ଶ୍ରୀକୃଷ୍ଣଙ୍କୁ ନୀଳାଚଳର ଜଗନ୍ନାଥଙ୍କ ସହିତ ଚିହ୍ନିତ କରିଛନ୍ତି କିମ୍ବା ଶ୍ରୀ ଜଗନ୍ନାଥ ଆଉ କୃଷ୍ଣଙ୍କୁ ଏକ ଅଭିନ୍ନ ବୋଲି
ଧରି ନେଇଛନ୍ତି। ତାଙ୍କ ପରିକଳ୍ପନାରେ ଜରା ଶବର ଦ୍ୱାରା ଶ୍ରୀକୃଷ୍ଣ ନିହିତ ହେବା ପରେ ତାଙ୍କ ମୃତ ପିଣ୍ଡ ଅଗ୍ନିରେ ଦଗ୍ଧୀଭୂତ ନ ହେବାରୁ ତାହାକୁ ସମୁଦ୍ରରେ ଭସାଇ ଦିଆଯାଇଛି, ଯାହା ପରବର୍ତ୍ତୀ କାଳରେ ନୀଳାଚଳରେ ଦାରୁ ବ୍ରହ୍ମ ରୂପେ ପୂଜିତ ହୋଇଛି। ମୂଳ ମହାଭାରତରେ ଶ୍ରୀକୃଷ୍ଣ ଜଣେ ସାଧୁ ଓ ବିଜ୍ଞ ଭାବରେ ଚିତ୍ରିତ ହୋଇଛନ୍ତି, ମାତ୍ର ଶାରଳା ଦାସ ତାଙ୍କୁ ଚିତ୍ରଣ କରିଛନ୍ତି ଜଣେ କୂଟନୀତିପୂର୍ଣ୍ଣ ରାଜନୀତିଜ୍ଞ ଭାବରେ, ଯେ ଆଚରଣରେ ଜଣେ ସାଧାରଣ ମଣିଷ। ପ୍ରଖ୍ୟାତ ସମାଲୋଚକ ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ମତରେ ସଂସ୍କୃତ ମହାଭାରତର ପରମ ଜ୍ଞାନୀ, ତତ୍ତ୍ୱଦର୍ଶୀ ଓ ଅନାସକ୍ତ କର୍ମଯୋଗର ମନ୍ତ୍ରଗୁରୁ ଶ୍ରୀକୃଷ୍ଣ ଶାରଳା ମହାଭାରତରେ ଜଣେ ସାଧନାଭ୍ରଷ୍ଟ ସହଜ ସିଦ୍ଧାଚାର୍ଯ୍ୟ। ପାଣ୍ଡବମାନଙ୍କର ସେ ଯଥାର୍ଥରେ ସଖା। ସୁଖ ଦୁଃଖ, ଭଲ ମନ୍ଦ, ସୁଦିନ ଦୁର୍ଦିନ ସବୁ ସମୟରେ ସେ ପାଣ୍ଡବମାନଙ୍କ ପାଖରେ ଉପସ୍ଥିତ ରହିଛନ୍ତି। ରାଜସୂୟ ଯଜ୍ଞ କାଳରେ ସେ ନିଜେ ସବୁ କଥା ବୁଝିଛନ୍ତି। ପରିବାପତ୍ର କଟାଠାରୁ ଆରମ୍ଭ କରି ନିମନ୍ତ୍ରିତ ରାଜାଙ୍କର ଖାଦ୍ୟପେୟ, ଶୟନ ପ୍ରଭୃତି ସମସ୍ତ ପ୍ରକାର ବ୍ୟବସ୍ଥାର ସୁପରିଚାଳନାର ଦାୟିତ୍ୱ ସେ ବହନ କରିଛନ୍ତି। ପାର୍ଥ ରଥରେ ସାରଥୀ ହୋଇ ସେ ନିଜ ବନ୍ଧୁବତ୍ସଳତା ପ୍ରମାଣିତ କରିଛନ୍ତି। ପାଣ୍ଡବମାନଙ୍କୁ ଯୁଦ୍ଧରେ ବିଜୟୀ କରିବାକୁ ସେ ସମସ୍ତ ପ୍ରକାର ହୀନ ଚକ୍ରାନ୍ତ, କୂଟ, ଷଡ଼ଯନ୍ତ୍ର ଆଶ୍ରୟ ନେଇଛନ୍ତି। ଦ୍ରୋଣ, କର୍ଣ୍ଣ, ଭୀଷ୍ମ, ଜୟଦ୍ରଥ, ଦୁର୍ଯ୍ୟୋଧନ, ଅଭିମନ୍ୟୁ ପ୍ରଭୃତି ଯୋଦ୍ଧାଙ୍କୁ ସେ ଅନ୍ୟାୟ, ଅନୀତି, ରଣନୀତିରେ ନିର୍ଦ୍ଧନ କରାଇଛନ୍ତି। କେବଳ ସେତିକି ନୁହେଁ, କୁରୁକୁଳ ନାଶ ନିମନ୍ତେ ସେ ଅନେକ ଅସତ୍ ଉପାୟ ଅବଲମ୍ବନ କରି ପାଣ୍ଡବମାନଙ୍କ ସହାୟ ହୋଇଛନ୍ତି। ଅତି ତଞ୍ଚକତାର ସହିତ ସେ ଦୁର୍ଯ୍ୟୋଧନଙ୍କୁ ପାଣ୍ଡବମାନଙ୍କ ନିମନ୍ତେ 5 ଖଣ୍ଡ ଗ୍ରାମ ମାଗିଛନ୍ତି। କୌରବମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହେବାର ଅନ୍ତରାଳରେ ଥିବା ପ୍ରଧାନ କାରଣ ହେଉଛି ଶ୍ରୀକୃଷ୍ଣଙ୍କ ଅନିଚ୍ଛାଜନିତ ଚାତୁର୍ଯ୍ୟ। ଶ୍ରୀକୃଷ୍ଣଙ୍କ ଦ୍ୱାରା ଏହି ଗ୍ରାମ ପାଇବାର ପ୍ରାର୍ଥନା ଏପରି ଅଭିସନ୍ଧିପୂର୍ଣ୍ଣ ଭାଷାରେ କରାଯାଇଛି ଯେ ତାହା ଯଦି କାର୍ଯ୍ୟକାରୀ ହୋଇଥାନ୍ତା ତେବେ କୌରବମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ସାମାନ୍ୟ ସ୍ଥାନ ମଧ୍ୟ ମିଳିନଥାନ୍ତା। ଶାରଳା ଦାସଙ୍କ ଲେଖନୀରେ ସେ ପୁଣି ଅତି ହୀନ ଓ ନୀଚ ପ୍ରକୃତି ବିଶିଷ୍ଟ ଜଣେ ସାଧାରଣ ମଣିଷ, ପାରିଜାତ ହରଣ ଓ ଜରାସନ୍ଧ ବଧ ପ୍ରଭୃତି ବିବରଣୀରେ ତାଙ୍କର ଏ ପ୍ରକାର ନୀଚ କାର୍ଯ୍ୟର ପରିଚୟ ମିଳେ। ଜରାସନ୍ଧକୁ ମାରିବାକୁ ଯାଇ ସେ ପ୍ରହରୀ ଗଧର ସହାୟତା ଲୋଡ଼ିଛନ୍ତି ଏବଂ ଶେଷରେ ଗଧର ପାଦ ଛୁଇଁଛନ୍ତି। ତେଣୁ ଛଳବେଳେ କୌଶଳେ କାର୍ଯ୍ୟ ସାଧନ କରିବାରେ କୁଶଳୀ ଥିଲେ। ଭୀମସେନଙ୍କ ଔରସରୁ ଓ ନାଗକନ୍ୟା ଗର୍ଭରୁ ଜାତ ପୁତ୍ର ଅଦିତ୍ୟ ବୀର ବେଲାଳସେନକୁ ସେ କୌଶଳରେ ହତ୍ୟା କରିଛନ୍ତି, କାରଣ ବେଲାଳସେନ ଧନୁର୍ବିଦ୍ୟାରେ ଏତେ ପାରଙ୍ଗମ ଥିଲା ଯେ ଏକାକୀ ନିମିଷକ ମଧ୍ୟରେ କୁରୁକୁଳ ନିପାତ କରି ଯୁଦ୍ଧର ପରିସମାପ୍ତି ଘଟାଇ ପାରିଥାନ୍ତା। ଫଳତଃ ଶ୍ରୀକୃଷ୍ଣ 18 ଦିନ ଯୁଦ୍ଧ କୌତୁକ ଦେଖିପାରିନଥାନ୍ତେ ଓ ନିଜେ ହଟଚମଟ ଦେଖାଇବାରେ ସୁଯୋଗ ହରାଇଥାନ୍ତେ। ଶ୍ରୀକୃଷ୍ଣଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ କଳୁଷ କାଳିମାରେ ପୂର୍ଣ୍ଣ। ରାଧାଙ୍କ ପ୍ରୀତିଲାଭ କରିବାକୁ ସେ ଘୋର ନିନ୍ଦନୀୟ କାର୍ଯ୍ୟ କରିବାକୁ ପଛାଇ ନାହାନ୍ତି। ଶାରଳା ଦାସ ତାଙ୍କୁ ସ୍ତମ୍ଭନ, ମୋହନ, ବଶୀକରଣ, ଉଚ୍ଚାଟନ ଇତ୍ୟାଦି ବିଦ୍ୟାରେ ନିପୁଣ ଜଣେ ଅତିଶୟ କାମୁକ ବ୍ୟକ୍ତି ଭାବରେ ଚିତ୍ରଣ କରିଛନ୍ତି। ତେବେ ଭୀମ ଚରିତ୍ର ଦ୍ୱିତୀୟ ପାଣ୍ଡବ ଭୀମସେନ ଶାରଳା ମହାଭାରତରେ ନାୟକ। ସେ ବ୍ୟାସଦେବଙ୍କ ଲେଖନୀରେ ଜଣେ ବୀର, ବିବେକୀ ଓ ବିଚାରବନ୍ତ ପୁରୁଷ, କିନ୍ତୁ ଶାରଳାଙ୍କ ଲେଖନୀରେ ସେ ବୀର ହେଲେ ହେଁ ବିବେକୀ ଓ ବିଚାରବନ୍ତ ନ ହୋଇଛନ୍ତି ବିଦ୍ୟାବୁଦ୍ଧି ବିବର୍ଜିତ ହୁଣ୍ଡା ହୁରୁମା। ତାଙ୍କୁ ହୁଣ୍ଡା ହୁରୁମା ଭାବରେ ଗଢ଼ି ତୋଳିଛନ୍ତି ଶାରଳା ଦାସ। ତାପରେ ଶକୁନି ଚରିତ୍ର ବିଷକୁମ୍ଭ ପୟମୁଖମ୍ ଉକ୍ତିର ଏକ ଜୀବନ୍ତ ପରିପ୍ରକାଶ। ଭୀଷଣ ପ୍ରତିହିଂସାପରାୟଣ, କୁଟିଳ ବୁଦ୍ଧି ସମ୍ପନ୍ନ, ସୁଦକ୍ଷ ମନ୍ତ୍ରଣାଦାତା ଓ ରାଜାନୁରକ୍ତ ଚରିତ୍ର ହିସାବରେ ତାଙ୍କୁ ଶାରଳା ଦାସ ଚିତ୍ରଣ କରିଛନ୍ତି। ଗୋଲକ ପୁତ୍ର ଭାବରେ ଭୀମଙ୍କ ଦ୍ୱାରା ଅପମାନିତ ହେବା ପରେ ମହାମାନି ଦୁର୍ଯ୍ୟୋଧନ ମାତା ଗାନ୍ଧାରୀଙ୍କୁ ନିଜର ଜନ୍ମବୃତ୍ତାନ୍ତ ପଚାରୁଛନ୍ତି। କହିଛନ୍ତି, ହେ ମା, ମୋର ଜନ୍ମ ବୃତ୍ତାନ୍ତ କ'ଣ ମୋତେ କହ। ମୁଁ ତାହା ଜାଣିବା ପାଇଁ ଚାହୁଁଛି। ମୋତେ ପରିହାସ କରୁଛନ୍ତି ଗୋଲକପୁତ୍ର ଭାବରେ। ଗାନ୍ଧାରୀଠାରୁ ନିଜର ଜନ୍ମ ବୃତ୍ତାନ୍ତ ଶୁଣିବା ପରେ ସେ ଖୁବ୍ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି। ମାତାମହ ଗାନ୍ଧାରସେନ ରାଜା ଜାଣି 22 ଜଣ ରାଜାଙ୍କୁ ବିବାହ କରି ବିଧବା ହୋଇଥିବା ନିଜ କନ୍ୟା ଗାନ୍ଧାରୀଙ୍କୁ ଧୃତରାଷ୍ଟ୍ରଙ୍କୁ
ବିବାହ ଦେଇଥିବାରୁ ସେ ଏହାର ପ୍ରତିଶୋଧ ନେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି। ସେ ଗାନ୍ଧାର ସେନଙ୍କ ସମେତ ତାଙ୍କ ପରିବାରର ସମସ୍ତଙ୍କୁ ଅନ୍ଧକାର ଗୃହ ମଧ୍ୟରେ ନିକ୍ଷେପ କରି ତିଳେ ତିଳେ ହତ୍ୟା କରିଛନ୍ତି। ଏହି ଘଟଣାର ପ୍ରତିଶୋଧ ନେବା ପାଇଁ କେବଳ ଚାତୁରତାର ସହିତ ବଞ୍ଚି ଯାଇଛନ୍ତି ଶକୁନି। କୌଶଳକ୍ରମେ ଶେଷରେ ସେ ଦୁର୍ଯ୍ୟୋଧନ ମନ୍ତ୍ରୀ ଓ ମୁଖ୍ୟ ପରାମର୍ଶଦାତା ହୋଇଛନ୍ତି। ତାପରେ ଦୁର୍ଯ୍ୟୋଧନ ଚରିତ୍ର ସେ କିପରି ଚିତ୍ରଣ କରିଛନ୍ତି। ସମଗ୍ର ଦ୍ୱନ୍ଦ୍ୱର ମୂଳ କାରଣ ଦୁର୍ଯ୍ୟୋଧନ ହେଲେ ସାରଳା ଦାସଙ୍କ ଲେଖନୀରେ ସେ ମାନଗୋବିନ୍ଦ ଭାବରେ ଚିତ୍ରିତ। ତାଙ୍କ ସ୍କନ୍ଧରେ ଶେଷ ପର୍ଯ୍ୟନ୍ତ ଲକ୍ଷ୍ମୀ ଅବସ୍ଥାନ କରୁଥିଲେ ବୋଲି କବି ପ୍ରକାଶ କରିଛନ୍ତି। ପ୍ରତିନାୟକ ଭାବରେ ଚିତ୍ରିତ ମହାଭାରତ କାବ୍ୟର ଏହି ଚିତ୍ରିତ ସାରଳା ଦାସଙ୍କ ଏକ ସାର୍ଥକ ସୃଷ୍ଟି। ଦୁର୍ଯ୍ୟୋଧନ ଥିଲେ ଅତ୍ୟନ୍ତ ପ୍ରତିହିଂସା ପରାୟଣ। ଝିମିଟି ଖେଳରେ ପାଣ୍ଡବଙ୍କ ଦ୍ୱାରା ବାରମ୍ବାର ପରାସ୍ତ ହେବା ସମୟରୁ ସେମାନଙ୍କ ପ୍ରତି ସେ ଅଶ୍ୱାଭାବ ପୋଷଣ କରୁଥିଲେ। ସେହିପରି ଭୀମଙ୍କୁ ପବନ ପୁତ୍ର କହି ଯେଉଁ ବୁମେରାଙ୍ଗ ସେ ନିକ୍ଷେପ କରୁଥିଲେ ତାହା ଗୋଲକ ପୁତ୍ର ଭାବରେ ଫେରିଆସି ତାଙ୍କୁ ବିଦ୍ଧ କରିଥିବାରୁ ସେ ଗୋଲକ ପୁତ୍ରର ରହସ୍ୟ ମାତା ଗାନ୍ଧାରୀଠାରୁ ବୁଝିଲେ। ଅସୀମ ବୀରତ୍ୱର ଅଧିକାରୀ ଦୁର୍ଯ୍ୟୋଧନଙ୍କ ଗଦା ଯୁଦ୍ଧରେ ସମକକ୍ଷ ଥିଲେ କେବଳ ବଳରାମ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ନିଜର ଗର୍ବିତ ଶିର ଅନବତ କରିନଥିଲେ। ଉରୁଭଗ୍ନ ଦୁର୍ଯ୍ୟୋଧନଙ୍କ ନିକଟରେ ବଳରାମ ଆସି ପହଞ୍ଚିଲେ। ତାଙ୍କୁ ସାହାଯ୍ୟ କରିବାକୁ ମାତ୍ର ଅହଙ୍କାରୀ ଦୁର୍ଯ୍ୟୋଧନ ତାଙ୍କୁ ନମସ୍କାର କରିବାକୁ ଇଚ୍ଛା କଲେ ନାହିଁ, ଏପରିକି ମୁଣ୍ଡ ଟେକି ମଧ୍ୟ ଅନାଇଲେ ନାହିଁ ମଧ୍ୟ। ତାଙ୍କର ଅତି ମନରୁ କୁରୁବଂଶ ଧ୍ୱଂସ ପାଇଲା। ଦୁର୍ଯ୍ୟୋଧନ ନିର୍ଲଜ ତଥା କାମୁକ ରୂପ ଦେଖିବାକୁ ମିଳେ ଦ୍ରୌପଦୀ ବସ୍ତ୍ର ହରଣ କାଳରେ। ଅତ୍ୟନ୍ତ ଲଜ୍ଜାହୀନ ଭାବରେ ସେ ଦୁଃଶାସନକୁ ଆଦେଶ ଦେଇଛନ୍ତି ଦ୍ରୌପଦୀକୁ ଉଲଗ୍ନ କରିବାକୁ। 5 ଖଣ୍ଡ ଗ୍ରାମର ଭିକ୍ଷା କରିବାକୁ ଯାଇଥିବା ଶ୍ରୀକୃଷ୍ଣଙ୍କୁ ସେ ପୁରୁଷଭାରେ ଅପମାନିତ କରିଛନ୍ତି, ଯାହା ତାଙ୍କ ପରସ୍ୱାପହରଣ ମନୋଭାବର ପରିଚୟ ଦିଏ। ଦୁର୍ଯ୍ୟୋଧନ ନିଷ୍ଠୁର ଓ କୁଚକ୍ରୀ, ତଥାପି ତାଙ୍କ ମନ ମଧ୍ୟରେ ସ୍ୱଜନଙ୍କ ନିମନ୍ତେ ସ୍ନେହ ଶ୍ରଦ୍ଧା ଧାରା ଶୁଷ୍କ ହୋଇଯାଇ ନଥିଲା। ଗଦା ପର୍ବରେ ବର୍ଣ୍ଣିତ ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ କାଳରେ ନିଜର ଆତ୍ମୀୟ ସ୍ୱଜନଙ୍କ ଶବମାନ ଦେଖି ତାଙ୍କର ଅନ୍ତରାତ୍ମା କାନ୍ଦି ଉଠିଛି। ସେ ପଞ୍ଚପାଣ୍ଡବଙ୍କ ଛିନ୍ନମସ୍ତକ ଦେଖିବାର ଅଭିଳାଷ ପୋଷଣ କରିଥିବାରୁ ଅଶ୍ୱତ୍ଥାମା ଭ୍ରମବଶତଃ ଦ୍ରୌପଦୀଙ୍କ ପଞ୍ଚପୁତ୍ରଙ୍କ ଛିନ୍ନମସ୍ତକ ଆଣି ତାଙ୍କୁ ଦେଇଛନ୍ତି। ଛିନ୍ନ ଶିରଗୁଡ଼ିକୁ ଦ୍ରୌପଦୀଙ୍କ ପଞ୍ଚପୁତ୍ରମାନଙ୍କୁ ଚିହ୍ନିପାରି ତାଙ୍କ ନିଷ୍ଠୁର ହୃଦୟ ପିତୃତ୍ୱର କୋମଳତାରେ ଦ୍ରବୀଭୂତ ହୋଇଛି ବା ଦଗ୍ଧୀଭୂତ ହୋଇଛି। ଅନୁତାପ ନଳରେ ଦଗ୍ଧୀଭୂତ ହୋଇ ଶେଷରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ତାପରେ ଯୁଧିଷ୍ଠିର ପାଣ୍ଡବମାନଙ୍କ ମଧ୍ୟରେ ଜ୍ୟେଷ୍ଠ ଓ ଶ୍ରେଷ୍ଠ। ସେ ସତ୍ୟସନ୍ଧ, ଧୀର ଓ ବିବେକୀ। ତାଙ୍କର ମାତା କୁନ୍ତୀଙ୍କ ପରି ଯେପରି ଭକ୍ତି ରହିଛି ଓ ଅନୁଜମାନଙ୍କ ପ୍ରତି ମଧ୍ୟ ସେହିପରି ଶ୍ରଦ୍ଧା ଓ ସ୍ନେହ ରହିଛି। ଅନୁଜମାନଙ୍କ ମଧ୍ୟ ତାଙ୍କ ପ୍ରତି ଅଚଳା ଭକ୍ତି। ଭୀମକର୍ମା, ବୃକୋଦର, ଅମିତ ବୀର୍ଯ୍ୟ, ଅର୍ଜୁନ, ଶକ୍ତିଧର, ନକୁଳ, ସର୍ବଜ୍ଞ, ସହଦେବ ଓ ସତୀ ଶିରୋମଣି ଦ୍ରୌପଦୀ କଦାପି ତାଙ୍କ ସେବାରେ ଅବହେଳା କରିନାହାନ୍ତି। ଏହିପରି ଭାବରେ ସେ ମଧ୍ୟ ଯୁଧିଷ୍ଠିରଙ୍କ ଚରିତ୍ର ଚିତ୍ରଣ କରିଛନ୍ତି। ତାପରେ ଅର୍ଜୁନଙ୍କ ଚିତ୍ର, ଅର୍ଜୁନ ଚରିତ୍ରଟିକୁ ସାରଳା ଦାସ ସମସ୍ତ ପ୍ରକାର ଉତ୍ତମ ଗୁଣରେ ବିଭୂଷିତ କରିଛନ୍ତି। ତେଣୁ କେତେଜଣ ଆଲୋଚକ ତାକୁ ସାରଳା ମହାଭାରତର ନାୟକ ଭାବରେ ମଧ୍ୟ ଗ୍ରହଣ କରିନେଇଥାନ୍ତି। ତାପରେ ଗାନ୍ଧାରୀ ଚରିତ୍ର, ସାରଳା ଦାସ ଗାନ୍ଧାରୀଙ୍କୁ ଦୋଷ ଓ ଗୁଣ ଉଭୟର ସମନ୍ୱୟରେ ଗଢ଼ିଛନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ରାତ୍ରିରେ କୃତ୍ତିକା ନକ୍ଷତ୍ରରେ ତାଙ୍କ ଜନ୍ମ ବୋଲି ବର୍ଣ୍ଣନା କରି ତାଙ୍କୁ ଉଆଁସୀ କନ୍ୟା ଭାବେ ଗ୍ରହଣ କରିଛନ୍ତି। ଏହା ଫଳରେ ତାଙ୍କୁ ବରଣ କରି ବେଦୀରେ ବସିବା ମାତ୍ରେ 21 ଜଣ ରାଜପୁତ୍ର ମୃତ୍ୟୁବରଣ କରିଛନ୍ତି। ପ୍ରଥମେ ସାହାଡ଼ା ଗଛ ସହିତ ତାଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ତାପରେ ଧୃତରାଷ୍ଟ୍ରଙ୍କ ସହିତ ତାଙ୍କର ବିବାହ ହୋଇଛି। ତାପରେ କୁନ୍ତୀ ଚରିତ୍ର ମଧ୍ୟ ସେ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି। କୁନ୍ତୀ ପଣ୍ଡୁକ ଜ୍ୟେଷ୍ଠ ରାଣୀ ଓ ପଞ୍ଚପାଣ୍ଡବଙ୍କ ମାତା। ଅବିବାହିତା ବୟସରେ ସେ ପିତାଙ୍କ ରାଜ୍ୟରେ ଥିଲାବେଳେ ଦୁର୍ବାସା ଋଷିଙ୍କର ସେବା କରିବାର ସୁଯୋଗ ପାଇଥିଲେ। ଋଷି ତାଙ୍କ ସେବାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଏକ ଜପମାଳା ଦେଇଥିଲେ ଏବଂ ଏହାର ଅପୂର୍ବ ଶକ୍ତି ସମ୍ବନ୍ଧରେ ତାଙ୍କୁ ଅବଗତ କରାଇ କହିଥିଲେ ଯେ ଏହା ସାହାଯ୍ୟରେ ଯାହାକୁ ସ୍ମରଣ କରାଯିବ ସେ ପ୍ରସନ୍ନ ହେବ। ଅପ୍ରାପ୍ତ ବୟସ୍କା କୁନ୍ତୀ ଏକଦା ଯମୁନା କୂଳରେ ମାଳାର ଗୁଣ ପରୀକ୍ଷା କରିବାକୁ ଚାହିଁଛନ୍ତି। ସେହି ନିର୍ଜନ ସ୍ଥାନରେ ଅନ୍ୟକୁ
ନ ଦେଖି କେବଳ ଆକାଶସ୍ଥ ସୂର୍ଯ୍ୟ ଦେବତାକୁ ଦେଖିପାରିଛନ୍ତି ଏବଂ ତାକୁ ସ୍ମରଣ କରିଛନ୍ତି। ସୂର୍ଯ୍ୟ ଦେବତା ସେଠାରେ ଉପସ୍ଥିତ ହୋଇ ତାଙ୍କ ମନୋବାଞ୍ଛା ପୂରଣ କରିଛନ୍ତି। ଫଳରେ ସେ ପୁତ୍ର ସନ୍ତାନଟିଏ ଜନ୍ମ ଦେଇଛନ୍ତି। ପୁତ୍ର ଦେଖି ଆନନ୍ଦିତ ହେବା ପରିବର୍ତ୍ତେ ସେ ଦୁଃଖିତା ହୋଇଛନ୍ତି, କାରଣ ସେ ଜଣେ କୁମାରୀ କନ୍ୟା। କୁମାରୀ କନ୍ୟାଟିଏ ପୁତ୍ର ସନ୍ତାନ ପ୍ରାପ୍ତ ହେବା ଏକ ଅପମାନଜନିତ କଥା। ତେଣୁ ସେ ନବଜାତ ଶିଶୁକୁ ଗୋଟିଏ ମୂର୍ତ୍ତିକା ମଞ୍ଜୁସାରେ ରଖି ଯମୁନା ନଦୀରେ ଭସାଇ ଦେଇଛନ୍ତି। ମାଦ୍ରୀ ତାଙ୍କର ସମ୍ପତ୍ନୀ ହେଲେ ତାଙ୍କୁ ସେ ଈର୍ଷା କରିନାହାନ୍ତି, ତାଙ୍କୁ ସର୍ବଦା କନିଷ୍ଠ ଭଗ୍ନୀ ତୁଲ୍ୟ ଜ୍ଞାନ କରିଛନ୍ତି। ମାଦ୍ରୀ ସନ୍ତାନହୀନା ଥିବାରୁ କୁନ୍ତୀକୁ ଏହା ଖୁବ୍ ବାଧିଛି। ମାଦ୍ରୀଙ୍କୁ ପୁତ୍ରବତୀ କରାଇବାକୁ ତାଙ୍କୁ ଯଥେଷ୍ଟ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଛି। ଏପରି ଭାବରେ ଦ୍ରୌପଦୀ ଚରିତ୍ର ମଧ୍ୟ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି। ଦ୍ରୌପଦୀ ସାରଳା ମହାଭାରତର ନାୟିକା। ସେ ସାରଳା ଦାସଙ୍କ ତୁଳିରେ ଜଣେ ରକ୍ତ ମାଂସ ଧାରିଣୀ ସାଧାରଣ ଉତ୍କଳିଆ ରମଣୀର ପ୍ରତିନିଧିତ୍ୱ କରିଛି। ଦ୍ରୌପଦୀଙ୍କ ପୂର୍ବଜନ୍ମ ସମ୍ପର୍କରେ ଏକ ଅଦ୍ଭୁତ ବିବରଣୀ ପ୍ରଦାନ କରିଛନ୍ତି ସାରଳା ଦାସ। ପୂର୍ବଜନ୍ମରେ ସେ ସରସ୍ୱତୀଙ୍କ କୋପନାଳରୁ ଜାତ ହୋଇଥିଲେ କେତୁକା ଚଣ୍ଡୀ ରୂପରେ। ସରସ୍ୱତୀଙ୍କ ପ୍ରତି ଅସଦାଚରଣ କରିଥିବା ପଞ୍ଚଦଶ ବ୍ରହ୍ମାଙ୍କ ମଧ୍ୟରୁ 14 ଜଣଙ୍କୁ ସେ ଭକ୍ଷଣ କରିଥିଲେ। ପଞ୍ଚଦଶ ତଥା ଶେଷ ବ୍ରହ୍ମା ଶୂଦ୍ରକ ବିଷ୍ଣୁଙ୍କ ଶରଣାପନ୍ନ ହୋଇ ବଞ୍ଚି ଯାଇଥିଲେ। ପରଜନ୍ମରେ ଦୁଃଶାସନ ରୂପେ ଜନ୍ମଗ୍ରହଣ କରିବା ପାଇଁ ଅଦିଷ୍ଟ ହେଲା। କେତୁକା ଚଣ୍ଡୀ ତାର ରକ୍ତପାନ କରିବାରୁ ଜନ୍ମ ନେଲେ ଦ୍ରୌପଦୀ। ଏପରି ଭାବରେ ସେ ସମସ୍ତ ଚରିତ୍ର ଚିତ୍ରଣ କରିଛନ୍ତି। ସେ ସମୟର ସାମାଜିକ ଚିତ୍ର ମଧ୍ୟ ଉପସ୍ଥାପନ କରିଛନ୍ତି। ସେ ସମୟର ସମାଜ କିପରି ଥିଲା। ଗଜପତି କପିଳେନ୍ଦ୍ର ଦେବଙ୍କ ପୂର୍ବରୁ ଗଙ୍ଗବଂଶ ଦୁର୍ବଳ ରାଜାମାନଙ୍କ ଅମଳରୁ ଦେଶ ଅନ୍ତର୍ବିପ୍ଳବ ଲାଗି ରହିଥିଲା। ବହିଃଶତ୍ରୁମାନଙ୍କ ଘନ ଘନ ଆକ୍ରମଣ ଫଳରେ ଦେଶରେ ରାଜନୀତିର ବାତାବରଣ ଅଶାନ୍ତ ହୋଇପଡ଼ିଥିଲା। ଏ ସମୟରେ ଦେଶର ରାଜନୀତି, ସାମାଜିକ, ଅର୍ଥନୀତି ଅବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଥିଲା। ସାରଳା ମହାଭାରତରେ ପଞ୍ଚଦେବତା ଉପାସନା ଦେଖିବାକୁ ମିଳେ। ହିନ୍ଦୁମାନଙ୍କର ସମସ୍ତ ଆରାଧ୍ୟ ଦେବତାଙ୍କୁ ସ୍ତୁତିଗାନ କରାଯାଇଛି ଏ ଗ୍ରନ୍ଥରେ। ତେଣୁ ସେତେବେଳର ଉତ୍କଳୀୟ ସମାଜ ସର୍ବଧର୍ମର ସମନ୍ୱୟ ପୀଠ ଥିବାର ଅନୁମାନ କରାଯାଏ। କବିଙ୍କ ଦୃଷ୍ଟିରେ ଜଗନ୍ନାଥ ଏକ ନିର୍ଦ୍ଦିଷ୍ଟ ଦେବତା ନୁହନ୍ତି, ସେ ସର୍ବଦେବମୟ ବିଗ୍ରହ। ଏଥିରୁ ଉତ୍କଳର ଆଧ୍ୟାତ୍ମିକ କ୍ଷେତ୍ରରେ ଉଦାର ମନୋଭାବ ପୋଷିତ ହେଉଥିବା ପ୍ରମାଣିତ ହୁଏ। ଆଲୋଚ୍ୟ ଗ୍ରନ୍ଥରେ ବିଭିନ୍ନ ପର୍ବପର୍ବାଣୀ, ବ୍ରତ, ଓଷା, ବ୍ରତର ସୂଚନା ରହିଛି। କାର୍ତ୍ତିକ ପୂର୍ଣ୍ଣିମା ରାତ୍ରିରେ ଡଙ୍ଗା ଭସାଇବା ବିଧି ସେତେବେଳର ଉତ୍କଳରେ ପ୍ରଚଳିତ ଥିଲା। କୁମାର ପୂର୍ଣ୍ଣିମା ପର୍ବ ପାଳିତ ହେଉଥିଲା ମହାସମାରୋହରେ। ଏକାଦଶ ବ୍ରତ, ବନଦୁର୍ଗା ବ୍ରତ, କାମାକ୍ଷୀ ବ୍ରତ, ମଙ୍ଗଳବାର ଓଷା ଇତ୍ୟାଦି ମଧ୍ୟ ସେ ସମୟରେ ଥିଲା। ସେ ସମୟରେ ପିତୃଗୃହରେ କନ୍ୟାର ରାଜଦର୍ଶନ ହେଲେ ପିତୃଲୋକଗଣ ନରକଗାମୀ ହେବାର ବିଶ୍ୱାସ ଥିଲା। ତେଣୁ ତତ୍କାଳୀନ ସମାଜରେ ବାଲ୍ୟ ବିବାହ ପ୍ରଚଳିତ ଥିଲା। ରଜସ୍ୱଳା ସ୍ତ୍ରୀଙ୍କୁ ସ୍ପର୍ଶ କରିବା ସାମାଜିକ ବିଧି ବିରୁଦ୍ଧ ଥିଲା। କାନରେ ସାହାଡ଼ା ପତ୍ର ଖୋସିଲେ ସୁମିଷ୍ଟ ଖାଦ୍ୟ ଲାଭ ହେବାର ବିଶ୍ୱାସ ଥିଲା, ଯେଉଁଟା ସାହାଡ଼ା ବୃକ୍ଷର ମାହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ଯେଉଁ ସାହାଡ଼ା ବୃକ୍ଷ କାନରେ ଖୋସିଲେ ସୁଦିଷ୍ଟ ଖାଦ୍ୟ କିପରି ମିଳିଥାଏ। ଅପୁତ୍ରିକ ଲୋକ ଯମଦଣ୍ଡ ଭୋଗ କରିବାର ବିଶ୍ୱାସ ମଧ୍ୟ ଥିଲା। ଶ୍ୱଶୁର ଘରକୁ ଜ୍ୱାଇଁ ଆସିଲେ 2.5 ଦିନରୁ ଅଧିକ ରହିବା ନୀତି ବିରୁଦ୍ଧ ଥିଲା। ସମାଜରେ ବୈଦିକ କର୍ମକାଣ୍ଡ ଅନୁସାରେ ଜନ୍ମୋତ୍ସବ, ନାମକରଣ, ବିବାହୋତ୍ସବ, ଯଜ୍ଞ ନାନାଦି କାର୍ଯ୍ୟ କରାଯାଉଥିଲା। ଭୂତ ବିଶ୍ୱାସ, ଉଲୁକ ବିଦ୍ୟା, ତନ୍ତ୍ରମନ୍ତ୍ରର ପ୍ରଭାବ ମଧ୍ୟ ସେ ସମୟରେ ପ୍ରଚଳିତ ଥିଲା। ସାମ୍ପ୍ରତିକ ସମାଜରେ ବିବାହ ଯେପରି ଏକ ବିଶିଷ୍ଟ ଉତ୍ସବ, ତତ୍କାଳୀନ ସମାଜରେ ମଧ୍ୟ ତାହା ଏକ ବିଶିଷ୍ଟ ଉତ୍ସବ ଥିଲା। ତେବେ ସାମାଜିକ ଜୀବନରେ ଯୌନ ବ୍ୟବହାରରେ ସଂଯମ ଓ ଏକନିଷ୍ଠତା ଦେଖାଯାଉଥିଲା। ପରକୀୟା ପ୍ରେମ ଅପରାଧ ଭାବରେ ଗୃହୀତ ହେଉଥିଲା। ବେଶ୍ୟା ସଙ୍ଗ ଏକ ନିନ୍ଦନୀୟ ଗର୍ହିତ
ଏକ ନିନ୍ଦନୀୟ କାର୍ଯ୍ୟ ଥିଲା। ସେହିପରି ପରପୁରୁଷ ସହ ସହବାସ ମଧ୍ୟ ନାରୀ ପକ୍ଷରେ ଥିଲା ଏକ ଅକ୍ଷମଣୀୟ ଅପରାଧ। ତାହା ହେଉଛି ଆମ ଭାରତୀୟ ସଂସ୍କୃତି, ଯାହା ଆଜି ପରି ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଇ ନଥିଲା। ତାହା ଆମ ସଂସ୍କୃତିର ପରିସୀମା ମଧ୍ୟରେ ଆବଦ୍ଧ ଥିଲା। ଦିନଚର୍ଯ୍ୟାର ବିସ୍ତୃତ ବର୍ଣ୍ଣନା ଆଲୋଚ୍ୟ ଗ୍ରନ୍ଥରେ ଥିବାରୁ ମନେ ହୁଏ ଯେ ଶାସ୍ତ୍ରାନୁମୋଦିତ ରୀତିରେ ସାମାଜିକ ମଣିଷ ଯୌନ ଜୀବନ ଯାପନ କରୁଥିଲା। ସମସାମୟିକ ଉତ୍କଳ ନାରୀର ବେଶଭୂଷା ସମ୍ବନ୍ଧରେ ଯଥେଷ୍ଟ ତଥ୍ୟ ମଧ୍ୟ ମିଳିଥାଏ। ସମ୍ଭ୍ରାନ୍ତ ଓଡ଼ିଆ ବଧୂ ମଥାରେ ମୁକୁତାର ଜାଲି ଉପରେ ସାମନ୍ତିନୀ ମଣି, ଲଲାଟରେ ହୀରାର ଅଳଙ୍କାର, କର୍ଣ୍ଣରେ ତାଟଙ୍କ, ନାସାରେ ବସଣି, ଗଳାରେ ହାର, ହସ୍ତରେ କଙ୍କଣ, ରତ୍ନଚୂଡ଼ି, ଆଙ୍ଗୁଳିରେ ସୁବର୍ଣ୍ଣ ମୁଦ୍ରିକା ଆଦି ଇତ୍ୟାଦି ପରିଧାନ କରୁଥିଲେ ଅଳଙ୍କାର। ତତ୍କାଳୀନ ସମାଜରେ ବିଭିନ୍ନ କ୍ରୀଡ଼ାର ମଧ୍ୟ ପ୍ରଚଳନ ଥିଲା, ଯେମିତି ଝିମିଟି ବା ଝିମାଣି ଖେଳ, ପଶା ଖେଳ, ଜଳକେଳି ଆଦି କ୍ରୀଡ଼ା ରତ ରହୁଥିଲେ ଉତ୍କଳୀୟଗଣ। ପୋଡ଼ପିଠା, ଚକୁଳି ପିଠା, ଛୁଞ୍ଚି ପତର ପିଠା, ଚିତଉ ପିଠା ଆଦି ମଧ୍ୟ ସେ ସମୟରେ ଥିଲା। କୃଷକଟିଏ ଜମିରୁ ଧାନ, ମୁଗ, ବିରି, କପା, ହଳଦୀ, ରାଶି, ସୋରିଷ, ମାଣ୍ଡିଆ, ଆଖୁ ଇତ୍ୟାଦି ଉତ୍ପନ୍ନ କରୁଥିଲା। ତତ୍କାଳୀନ ସମାଜରେ ପ୍ରଚଳିତ ଶିକ୍ଷାର ବିସ୍ତୃତ ରୂପ ଦେଖିବାକୁ ମିଳେ ସାରଳା ଦାସଙ୍କ ରଚନାରେ। ଶସ୍ତ୍ରବିଦ୍ୟା, ଧନୁର୍ବିଦ୍ୟା, ମଲ୍ଲବିଦ୍ୟା, ତନ୍ତ୍ରବିଦ୍ୟା, ଯୋଗ ବିଦ୍ୟା ଇତ୍ୟାଦି ଛାତ୍ରମାନଙ୍କୁ ଶିଖାଯାଉଥିଲା ସେ ସମୟରେ। ବର୍ଣ୍ଣନା ଚାତୁରୀ, ଆମେ ପ୍ରଥମେ ସାରଳା ଦାସଙ୍କର ମହାଭାରତ ସମ୍ପର୍କରେ ଜାଣିବା। ସାରଳା ଦାସଙ୍କ ମହାଭାରତକୁ ସେ 18ଟି ପର୍ବରେ ବିଭକ୍ତ କରିଛନ୍ତି। ପ୍ରଥମ ପର୍ବ ହେଉଛି ଆଦି ପର୍ବ, ଯେଉଁଠି ଗଙ୍ଗା ଓ ଶାନ୍ତନୁଙ୍କ ପ୍ରସଙ୍ଗ ରହିଛି। ଧୃତରାଷ୍ଟ୍ର ଓ ଗାନ୍ଧାରୀ ପ୍ରସଙ୍ଗ ରହିଛି। ମନ ଜାଣେ ପାପ, ମା ଜାଣେ ବାପ, ଏହା ଆଦି ପର୍ବରୁ ଆସିଛି। ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱର ବ୍ୟାଖ୍ୟା ରହିଛି ଆଦି ପର୍ବରେ। କର୍ଣ୍ଣ ଜନ୍ମ ବୃତ୍ତାନ୍ତ, ଭାନୁମତୀ ସ୍ୱୟଂବର, ପୁରୁଷ ନାରୀ ଜୀବନଚର୍ଯ୍ୟା, ସହବାସ ଚର୍ଯ୍ୟା ଇତ୍ୟାଦି ଆଦି ପର୍ବରେ ସ୍ଥାନିତ ହୋଇଛି। ଆଦି ପର୍ବ ପରେ ମଧ୍ୟ ପର୍ବ, ପାଣ୍ଡବଙ୍କ ହସ୍ତିନା ପ୍ରତ୍ୟାବର୍ତ୍ତନ ଆଦି ପ୍ରସଙ୍ଗ ଅଛି ମଧ୍ୟ ପର୍ବରେ। ସଭା ପର୍ବରେ ରାଜସୂୟ ଯଜ୍ଞ, ଜରାସନ୍ଧ ବଧ, ଶିଶୁପାଳ ବଧ, ବସ୍ତ୍ରହରଣ, ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞର ପ୍ରସଙ୍ଗ ସଭା ପର୍ବରେ ଅଛି। ତାପରେ ବନ ପର୍ବ। ବନ ପର୍ବରେ ଶିମିଳି ଗଛରେ ଦେହ ଘଷିବା ବନ ପର୍ବରେ ଅଛି। ନୀଳଗିରି ବୃତ୍ତାନ୍ତ, ଗାୟତ୍ରୀ ମନ୍ତ୍ରର ଉଲ୍ଲେଖ ଅଛି ବନ ପର୍ବରେ। ସଂକ୍ଷିପ୍ତ ରାମାୟଣ ବନ ପର୍ବରେ ଅଛି। ସତ୍ୟାମ୍ବ କଥା ଯାହା ବନ ପର୍ବରୁ ଆସିଛି। ତାପରେ ବିରାଟ ପର୍ବ 5 ନମ୍ବରରେ। ଅଜ୍ଞାତବାସ, କୀଚକ ବୋଧ, ଉତ୍ତରା ପରିଅଣ, ସହଦେବ ଦ୍ରୌପଦୀଙ୍କୁ ମହେଶ୍ୱରୀ ସମ୍ବୋଧନ କରିଛନ୍ତି, ତା ବିରାଟ ପର୍ବରେ ଅଛି। ତାପରେ ଉଦ୍ଯୋଗ ପର୍ବ, ବେଲାଳସେନ ବଧ, ଭାରଦା ଚରିତ୍ର ଏହି ପର୍ବରେ ସ୍ଥାନିତ ପାଇଛି। କର୍ଣ୍ଣମଲେ 5, ଅର୍ଜୁନମଲେ 5 ଏହା ମଧ୍ୟ ଉଦ୍ଯୋଗ ପର୍ବରୁ ଆସିଛି। ଭଗବାନଙ୍କର ଅବତାର ବର୍ଣ୍ଣନା ମଧ୍ୟ ଉଦ୍ଯୋଗ ପର୍ବରେ ଅଛି। ତାପରେ ଭୀଷ୍ମ ପର୍ବ, ସଞ୍ଜୟଙ୍କ ବ୍ୟାସଦତ୍ତ ବିଦ୍ୟାଚକ୍ଷୁ ଦ୍ୱାରା ଧୃତରାଷ୍ଟ୍ରଙ୍କୁ ସମାଚାର ପ୍ରଦାନ। ହନୁମାନ ଅର୍ଜୁନ ରଥରେ ଅବସ୍ଥାନ, ଶ୍ରୀମଦ୍ ଭାଗବତ ଗୀତା ଏହା ଭୀଷ୍ମ ପର୍ବରେ ଅଛି। ତାପରେ 8 ନମ୍ବର ପର୍ବ ହେଉଛି ଦ୍ରୋଣ ପର୍ବ। ଦ୍ରୋଣ ପର୍ବରେ ଚଣ୍ଡୀ ପୁରାଣ ବିଷୟରେ ସଂକ୍ଷିପ୍ତ ଆଲୋଚନା ମଧ୍ୟ ଆମେ ଦ୍ରୋଣ ପର୍ବରେ ଦେଖିବାକୁ ପାଇବା। କର୍ଣ୍ଣ ପର୍ବ, କର୍ଣ୍ଣ ପର୍ବରେ ଦୁଶାସନ ବଧ ସ୍ଥାନ ପାଇଛି। ତାପରେ ଶଲ୍ୟ ପର୍ବ, ଶଲ୍ୟ ପର୍ବରେ ଶକୁନି ନିଧନ ଆମେ ଦେଖିବାକୁ ପାଇବା। ଗଦା ପର୍ବ, ଗଦା ପର୍ବରେ ବ୍ୟାସ ସରୋବର ସମ୍ପର୍କରେ ବର୍ଣ୍ଣନା ଅଛି। ରକ୍ତ ନଦୀ ସନ୍ତରଣ ପ୍ରସଙ୍ଗ ଗଦା ପର୍ବରେ ଅଛି। କାଇଁସିକା ପର୍ବ, ଅଶ୍ୱତ୍ଥାମା ସେନାପତି ପ୍ରସଙ୍ଗ, ଦୁଷ୍ଟଦମ୍ନ ଶ୍ରୀଖଣ୍ଡୀ, ପାଣ୍ଡବ ପଞ୍ଚମୂର୍ତ୍ତି ବଧ ଇତ୍ୟାଦି ପ୍ରସଙ୍ଗ କାଇଁସିକା ପର୍ବରେ ଦେଖିବାକୁ ପାଇବା। ତାପରେ ସ୍ତ୍ରୀ ପର୍ବ, ପୁରୁଷମାନଙ୍କ ମୃତ୍ୟୁ ଶୁଣି ଗାନ୍ଧାରୀଙ୍କ ଶ୍ରୀକୃଷ୍ଣଙ୍କୁ ଅଭିଶାପ, ଭୀମଙ୍କ
ପୁତ୍ରମାନଙ୍କ ମୃତ୍ୟୁ ଶୁଣି ଗାନ୍ଧାରୀଙ୍କ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଆମେ ଦେଖିବାକୁ ପାଇବା ସ୍ତ୍ରୀ ପର୍ବରେ। ଶାନ୍ତି ପର୍ବ ଭୀଷ୍ମ ଯୁଧିଷ୍ଠିରଙ୍କୁ ରାଜଧର୍ମ ଶିକ୍ଷା, ଭୀଷ୍ମ ଦେହତ୍ୟାଗ ଇତ୍ୟାଦି ପ୍ରସଙ୍ଗ ଓ ଜଗନ୍ନାଥ ଧର୍ମର ବର୍ଣ୍ଣନା ଶାନ୍ତି ପର୍ବରେ ଆମେ ଦେଖିବାକୁ ପାଇବା। ତାପରେ ଆଶ୍ରମିକ ପର୍ବରେ ଧୃତରାଷ୍ଟ୍ର, ଗାନ୍ଧାରୀ, ସଞ୍ଜୟ, କୁନ୍ତୀ, ବିଦୁରଙ୍କ ବାନପ୍ରସ୍ଥ ଗ୍ରହଣ। ତାପରେ ଅଶ୍ୱମେଧ ପର୍ବ, ତାପରେ ମୂଷିକ ପର୍ବ ଯଦୁବଂଶ ଧ୍ୱଂସ, ଜରାସବର ପ୍ରସଙ୍ଗ, ଶ୍ରୀକୃଷ୍ଣଙ୍କ ମହାପ୍ରୟାଗ ଆମେ ଦେଖିବାକୁ ପାଇବା। ତାପରେ 18 ନମ୍ବରରେ ସ୍ୱର୍ଗାରୋହଣ ପର୍ବ, ଶେଷ ପର୍ବ ପରୀକ୍ଷିତ ରାଜ୍ୟଭାର ଗ୍ରହଣ, ସୁହାଣୀ କନ୍ୟା ପ୍ରସଙ୍ଗ, ସୁନା ଚୁଡ଼ି ପ୍ରସଙ୍ଗ ଥିଲା। ବର୍ଣ୍ଣନା ଚାତୁରୀରେ ଶାରଳା ଦାସଙ୍କ ବିଶେଷ ନିପୁଣତା ଫୁଟି ଉଠୁଛି। ନାରୀର ରୂପ ବର୍ଣ୍ଣନାରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇ ଉଠିଛି। ତାଙ୍କ ଗ୍ରନ୍ଥ ବିବାହ, ସ୍ୱୟଂବର, ହରଣ ଇତ୍ୟାଦି ଘଟଣାରେ ପରିପୂର୍ଣ୍ଣ ହୋଇଥିବାରୁ ନାରୀର ରୂପ ବର୍ଣ୍ଣନା ନିମନ୍ତେ ତାଙ୍କୁ ଯଥେଷ୍ଟ ସୁଯୋଗ ମିଳିଛି। ମଧ୍ୟ ପର୍ବରେ ମେରୁଶୂଳ, ଦୈତ୍ୟର ନନ୍ଦିନୀ, ତ୍ରିଭୁବନ ମୋହିନୀ, ଶୋଣିତପୁରର ବାଣାସୁର ନନ୍ଦିନୀ, ଉଷା, କୃତଶେଖର ରାଜ୍ୟର ଦୁହିତା ସୁରେଖା ଇତ୍ୟାଦି ବହୁ ସୁନ୍ଦରୀ କନ୍ୟାଙ୍କ ରୂପ ବର୍ଣ୍ଣନାରେ କବି ଅପୂର୍ବ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଦ୍ରୌପଦୀଙ୍କ ସ୍ୱୟଂବର କାଳୀନ ରୂପ ଏବଂ ବିରାଟ ପର୍ବରେ ପୁନର୍ବାର ତାଙ୍କ ରୂପ ବର୍ଣ୍ଣନାରେ କବି ଶତମୁଖ ହୋଇ ଉଠିଛନ୍ତି। ପୁରୁଷର ରୂପ ବର୍ଣ୍ଣନାରେ ମଧ୍ୟ ସେ ସିଦ୍ଧହସ୍ତ ହୋଇପାରିଛନ୍ତି। ଆଦି ପର୍ବରେ ସ୍ଥାନିତ କର୍ଣ୍ଣଙ୍କ ଶୈଶବର ରୂପ ବର୍ଣ୍ଣନା ଏ ଉକ୍ତିର ସତ୍ୟତା ପ୍ରମାଣିତ କରେ। ଆଦି ପର୍ବରେ ପାଣ୍ଡବମାନଙ୍କ ବ୍ରାହ୍ମଣ ବେଶରେ ବର୍ଣ୍ଣନା କରିଛନ୍ତି କବି। ଏହା ଏତେ ଜୀବନ୍ତ ଯେ ପାଠ କରିବା ସମୟରେ ଚକ୍ଷୁ ସମକ୍ଷରେ 5 ଜଣ ନୈଷ୍ଠିକ ବ୍ରାହ୍ମଣଙ୍କ ଛବି ନାଚି ଉଠେ। ଏହା ହିଁ କବିଙ୍କ ବର୍ଣ୍ଣନା ଶୈଳୀର ସାର୍ଥକତା। ଶାରଳା ଦାସ ଏହିପରି ଭାବରେ ମଧ୍ୟ ଚରିତ୍ର ଗୁଡ଼ାକ ଗଢ଼ି ଉଠିଛନ୍ତି। ତାଙ୍କ ବର୍ଣ୍ଣନା ଚାତୁରୀ ଅତୁଳନୀୟ। ସାଧାରଣ ଓଡ଼ିଆ ଭାଷାରେ ସେ ରଚନା କରିଯାଇଛନ୍ତି ତାଙ୍କ ବିଶାଳ ଗ୍ରନ୍ଥ ମହାଭାରତ, ଯାହା ଓଡ଼ିଆ ସାହିତ୍ୟର ଏକ ଅତୁଳନୀୟ ଦାନ। ଭାଷା ଶାରଳା ଦାସ ସାଧାରଣ ଜନତାର ଭାଷାରେ ରଚନା କରିଥିଲେ ନିଜର ବିଶାଳ ସାହିତ୍ୟ କୃତିମାନ ଏବଂ ଭାଷା ହିଁ ଶାରଳାଙ୍କ ଗ୍ରନ୍ଥର ଲୋକପ୍ରିୟତାକୁ ବୃଦ୍ଧିପ୍ରାପ୍ତ କରିଥିଲା, ଯାହା ଆମେ ପୂର୍ବରୁ ଆଲୋଚନା କରିଥିଲେ। ତେବେ ତାଙ୍କର ପରବର୍ତ୍ତୀ ରଚନା ଚଣ୍ଡୀ ପୁରାଣକୁ ଆମେ ଦେଖିବା। କବି ଶାରଳା ଦାସ ମହାଭାରତ ପରେ ଶ୍ରୀ ଭାଗବତ ବା ଚଣ୍ଡୀ ପୁରାଣ ରଚନା କରିଥିଲେ। ଆମେ ରାମାୟଣ ଦ୍ୱିତୀୟ, ଭାରତ ତୃତୀୟ ଲିଖନ କଲି ଶ୍ରୀ ଭାଗବତ ଯେଉଁଟା ଦେବୀ ଭାଗବତ, ଶ୍ରୀ ଭାଗବତ ବା ଚଣ୍ଡୀ ପୁରାଣ ନାମରେ ଖ୍ୟାତ। ତାଙ୍କ ଚଣ୍ଡୀ ପୁରାଣ ପାଠ କରିବା ସମୟରେ ମନେ ହୁଏ ଯେ ଏହା ମୌଳିକ ଗ୍ରନ୍ଥ। ଏହା ସଂସ୍କୃତ ସପ୍ତଶତୀ ଚଣ୍ଡୀ ବା ଶ୍ରୀଦେବୀ ଭାଗବତର ଅନୁବାଦ ନୁହେଁ। ସ୍ଥୂଳତଃ ସଂସ୍କୃତ ଚଣ୍ଡୀ ପୁରାଣରେ ପ୍ରତିପାଦିତ କଥାବସ୍ତୁ ଚଣ୍ଡୀଙ୍କ ହସ୍ତରେ ମହିଷାସୁର ନିଧନ। ଶାରଳାଙ୍କ ଚଣ୍ଡୀ ପୁରାଣରେ କଥାବସ୍ତୁ ହୋଇଥିଲେ ଏଥିରେ କବିଙ୍କ ଅପୂର୍ବ କଳ୍ପନା ବିଳାସ, ଚରିତ୍ର ଚିତ୍ରଣ, ନାମକରଣ ଆଦି କେତେକ ମୌଳିକତା ଓ ସ୍ୱକୀୟତା ଏହାକୁ ଏକ ସ୍ୱତନ୍ତ୍ର ଗ୍ରନ୍ଥର ମର୍ଯ୍ୟାଦା ପ୍ରଦାନ କରେ। ଦୁର୍ଗା ସମସ୍ତ ଶକ୍ତି ଖଟାଇ ମଧ୍ୟ ମହିଷାସୁରକୁ ବଦ୍ଧ କରିପାରି ନାହାନ୍ତି। ସର୍ବମଙ୍ଗଳା ମହିଷାସୁରର ମୃତ୍ୟୁଭେଦ ଜଣାଇ ଦେଇଛନ୍ତି। ପ୍ରଥମେ କୁଣ୍ଠିତା ହୋଇଥିଲେ ହେଁ ପରେ ଦୁର୍ଗା ରାକ୍ଷସ ସମ୍ମୁଖରେ ବସ୍ତ୍ର ତ୍ୟାଗ କରିଛନ୍ତି। ରାକ୍ଷସ ଦୁର୍ଗାଙ୍କର ବିବସ୍ତ୍ର ଶରୀର ଦେଖି ବିମୋହିତ ହୋଇଛି। ସେହି ଅବସରରେ ଦୁର୍ଗା ତା ବକ୍ଷରେ ଶୂଳବିଦ୍ଧ କରି ତାକୁ ବିନାଶ କରିଛନ୍ତି। ଅସୁରର ନିଧନରେ ଦେବତାଗଣ ଆନନ୍ଦିତ ହୋଇଛନ୍ତି। ମାତ୍ର ବିଭୀଷଣା ଦେବୀଙ୍କ ନିକଟକୁ ଯିବା ପାଇଁ ସେମାନେ ସଂକୋଚ ବୋଧ କରିଛନ୍ତି। ଦେବତାମାନେ ରାକ୍ଷସମାନଙ୍କୁ ବର ପ୍ରଦାନ କରି ବଳିୟାନ କରୁଥିବାରୁ ଏବଂ ସେମାନଙ୍କୁ ବଦ୍ଧ କରିବାକୁ ଦେବୀଙ୍କୁ ଲଜ୍ଜାହୀନ ଭାବେ ବିବସ୍ତ୍ରା ହେବାକୁ ପଡ଼ୁଥିବାରୁ ଦେବୀ ଦେବତାମାନଙ୍କୁ ଆକ୍ରମଣ କରିଛନ୍ତି। ଦେବଗଣ ଭୟଭୀତ ହୋଇ ଆତ୍ମଗୋପନ କରିଛନ୍ତି। ମାତ୍ର ଦେବଦେବ ମହାଦେବ ତାଣ୍ଡବ ନୃତ୍ୟରେ ଭଳ ରହି କେଉଁଆଡ଼େ ଯାଇପାରିନାହାନ୍ତି। ତାଙ୍କ ନୃତ୍ୟରେ ବିମୋହିତା ହୋଇ ଦେବୀ ଶିବଙ୍କୁ ବିନାଶ କରିବାକୁ ଚାହିଁନାହାନ୍ତି, ବରଂ ତାଙ୍କ ପ୍ରତି ପ୍ରୀତ ହୋଇ ତାଙ୍କୁ ବର ପ୍ରଦାନ କରିବାକୁ ଇଚ୍ଛା କରିଛନ୍ତି। ଦେବୀଙ୍କୁ ସତ୍ୟ କରାଇବା ପରେ ଶିବ କହିଛନ୍ତି, ହେବୁ ତୁ ମୋହର ଭାରିଜା। ତାପରେ ଈଶ୍ୱର ଦେବୀଙ୍କୁ କୋଳାଗ୍ରତ କରିଛନ୍ତି ଏବଂ ଅନ୍ୟ ଦେବଗଣ ସେଠାରେ ଉପସ୍ଥିତ ହୋଇ ଈଶ୍ୱର ଭବାନୀଙ୍କ ବନ୍ଦନାଗାନ କରିଛନ୍ତି। ଚଣ୍ଡୀପୁରାଣର ସାହିତ୍ୟିକ ମୂଲ୍ୟାଙ୍କନ। ଶାରଳା ଦାସଙ୍କର ଅନ୍ୟାନ୍ୟ ଗ୍ରନ୍ଥ ଭଳି ଚଣ୍ଡୀପୁରାଣ ମଧ୍ୟ ଦାଣ୍ଡି ବୃତ୍ତରେ ରଚିତ। ଏହାର ଯେଉଁ ରୂପ ଆମେ ବର୍ତ୍ତମାନ ଦେଖୁ ତାହା 14 ଅକ୍ଷରୀ ବୃତ୍ତରେ ରଚିତ।
ପୁରାଣ ପ୍ରକାଶକ ବିଭିନ୍ନ କମ୍ପାନୀ ମୁଦ୍ରଣ କାଳରେ ଏହାକୁ ଏପରି ବିକୃତ ରୂପରେଖ ଦେଇଛନ୍ତି, ଏହା ଫଳରେ ସାରଳାଙ୍କ ମୌଳିକତା ଅକ୍ଷୁଣ୍ଣ ରହିପାରେ ନାହିଁ। ସୁଖର କଥା, ଇତିମଧ୍ୟରେ ପ୍ରଫେସର କୃଷ୍ଣଚରଣ ସାହୁ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଯଥାକ୍ରମେ 1984 ଓ 2011ରେ ଏହାର ଶୋଧ ସଂସ୍କରଣ ପ୍ରକାଶ କରି ଏକ ବହୁଦିନର ଆବଶ୍ୟକତା ପୂରଣ କରିଛନ୍ତି। ନିଜର ଅନ୍ୟ ଗ୍ରନ୍ଥ ଭଳି ଆଲୋଚ୍ୟ ଗ୍ରନ୍ଥରେ ମଧ୍ୟ ଶାକ୍ତ କବି ସାରଳା ଦାସ ଅନ୍ୟାନ୍ୟ ଦେବାଦେବୀଙ୍କ ବନ୍ଦନାଗାନ କରି ଆଧ୍ୟାତ୍ମିକ କ୍ଷେତ୍ରର ଚରମ ଉଦାରତା ପ୍ରଦର୍ଶନ କରିପାରିଛନ୍ତି। ଏହି ଗ୍ରନ୍ଥରେ କବି ନିଜ ଜାତି ସ୍ମରତାର ସଂକେତ ମଧ୍ୟ ଦେଇଛନ୍ତି। ପ୍ରଥମ ଜନ୍ମରେ କାଳିଦାସ, ଦ୍ୱିତୀୟ ଜନ୍ମରେ ମହାକାଳୀ, ତୃତୀୟ ଜନ୍ମରେ ସାରଳା ଦାସ ଭାବରେ ଜନ୍ମଗ୍ରହଣ କରିଛନ୍ତି। ଆହୁରି ଏକବାର ସେ ଜନ୍ମଗ୍ରହଣ କରିବେ। ଏହି 4 ଜନ୍ମରେ କବିତ୍ୱ ପ୍ରକାଶ କରିବେ ତାଙ୍କର ବାରମ୍ବାର ଜନ୍ମଗ୍ରହଣ କରିବାର ଉଦ୍ଦେଶ୍ୟ। ଏଥିରେ କବି ପୃଷ୍ଠାବ୍ୟାପୀ ଦେବୀଙ୍କର ନାମ ପ୍ରଦାନ କରିଛନ୍ତି, ଯାହା ତାଙ୍କ ଶାକ୍ତ ମନୋଭାବର ପରିଚାୟକ। କବିଙ୍କ ବର୍ଣ୍ଣନା ବିଳାସ ଅତି ଚମତ୍କାର। ନାରୀ ରୂପ ବର୍ଣ୍ଣନାରେ ସେ ନିଜର ସିଦ୍ଧହସ୍ତତା ଗ୍ରନ୍ଥରେ ପ୍ରତିପାଦିତ କରିଛନ୍ତି। ଅମ୍ବିକା ଚଣ୍ଡାଳର କନ୍ୟା, ଅରୁନ୍ଧତୀର ବିବାହକାଳୀନ ରୂପ ବର୍ଣ୍ଣନା ଓ ଚଣ୍ଡମୁଣ୍ଡ ସମ୍ମୁଖରେ ଉପସ୍ଥିତ ଦେବୀ ଦୁର୍ଗାଙ୍କ ରୂପ ବର୍ଣ୍ଣନା କବିଙ୍କ ଲେଖନୀରେ ଅତି ଜୀବନ୍ତ ହୋଇଛି। ସୂର୍ଯ୍ୟମଣ୍ଡଳ ରଥର ବର୍ଣ୍ଣନା ଦେବା ସମୟରେ କବିଙ୍କର କବିତ୍ୱ ଫୁଟି ଉଠିଛି। ଏହି ଗ୍ରନ୍ଥରେ ଅନେକ ସମର ବର୍ଣ୍ଣନା ରହିଛି, ଯେଉଁଗୁଡ଼ିକ କବି ଅତି ଚତୁରତାର ସହିତ ପ୍ରଦାନ କରିଛନ୍ତି। ଅସମ୍ଭବତା, ଆଲୌକିକତା, ଅତିରଞ୍ଜନତା ନିଜ ରଚନାରେ ଫୁଟାଇ ଗ୍ରାମ୍ୟ ପାଠକଙ୍କ କାହାଣୀ କ୍ଷୁଧା ମେଣ୍ଟାଇବା ଥିଲା ତାଙ୍କର ଉଦ୍ଦେଶ୍ୟ। ଏଣୁ ବର୍ଣ୍ଣନା ବାହୁଲ୍ୟ ତାଙ୍କ ରଚନା ଏକ ଲକ୍ଷଣୀୟ ଦିଗ। ମହିଷାସୁର ଯୁଦ୍ଧରେ ଯୋଗ ଦେଇଥିବା ସୈନ୍ୟବଳଙ୍କ ସଂଖ୍ୟା, ଏଥିରେ ବ୍ୟବହୃତ ରଥର ସଂଖ୍ୟା, ବାଦ୍ୟର ସଂଖ୍ୟା, ଅନ୍ୟାନ୍ୟ ଯୁଦ୍ଧୋପକରଣର ସଂଖ୍ୟା, ମହିଷାସୁରର ସମ୍ମୁଖୀନ ହେବା ନିମନ୍ତେ ଦେବୀ ଦୁର୍ଗା ଉତ୍ପତ୍ତି କରିଥିବା ଦେବୀମାନଙ୍କ ସଂଖ୍ୟା ଇତ୍ୟାଦିର ଉଲ୍ଲେଖ ଏହାର ଏକ ଉଦାହରଣ। ଗ୍ରନ୍ଥରେ ବିଭିନ୍ନ ରସ ପରିବେଶିତ ହୋଇଛି। ନାରୀ ରୂପ ବର୍ଣ୍ଣନା ସମୟରେ କେତେକ ସ୍ଥଳରେ ଶୃଙ୍ଗାର ରସ ଫୁଟି ଉଠିଛି। ଯୁଦ୍ଧ ବର୍ଣ୍ଣନାମାନ ଶ୍ରବଣ କରି ପାଠକ ମନରେ ବୀରରସର ଉଦ୍ରେକ ଜାଗ୍ରତ ହୋଇଥାଏ। ଦେବଙ୍କୁ ପାଇବା ନିମନ୍ତେ ଶୁମ୍ଭ ଓ ନିଶୁମ୍ଭଙ୍କର ନୃତ୍ୟ ହାସ୍ୟରସ ସୃଷ୍ଟି କରେ। ଅନନ୍ତ କୋଟି ଦେବୀଙ୍କର ଭୟଙ୍କର ରୂପ ଏବଂ ସେମାନଙ୍କ ରାକ୍ଷସ ଭକ୍ଷଣକାଳୀନ ଦୃଶ୍ୟ ବିଭତ୍ସ ରସର ଏକ ଉଦାହରଣ। ଏଥିରେ ଶବ୍ଦାଳଙ୍କାର ପ୍ରାୟ ଦେଖିବାକୁ ମିଳେ ନାହିଁ, ମାତ୍ର ଅଳ୍ପ କେତେକ ସ୍ଥଳରେ ଉପମାଦି ଅର୍ଥାଳଙ୍କାର ପରିଦୃଷ୍ଟ ହୋଇଥାଏ। ତେବେ ତାଙ୍କର ଚଣ୍ଡୀପୁରାଣ ଶୁକ ପରୀକ୍ଷିତ ସମ୍ବାଦ ଆକାରରେ ମହିଷାସୁର ବଧ ପ୍ରସଙ୍ଗକୁ ଉପଜୀବ୍ୟ କରି ଉକ୍ତ ଗ୍ରନ୍ଥଟି ରଚିତ। ଏହା କବିଙ୍କର ଏକ ଅପ୍ରକାଶିତ ରଚନା। ଯଦି କୁହାଯାଏ ସାରଳା ଦାସଙ୍କର କେଉଁଟା ଏକ ଅପ୍ରକାଶିତ ରଚନା, ତାହା ହେଉଛି ଲକ୍ଷ୍ମୀନାରାୟଣ ବଚନିକା। ପୋଥି ଆକାରରେ ଥିବା ଏହି ଗ୍ରନ୍ଥଟିର ପତ୍ର ସଂଖ୍ୟା ହେଉଛି 9 ଆଉ ପଦ ସଂଖ୍ୟା 79। ଶୂଦ୍ରମୁନି ସାରଳା ଦାସଙ୍କୁ ଗତିମୁକ୍ତି ଦେବା ଭଣିତା ଯୁକ୍ତ ହୋଇଥିବାରୁ ଏହା ସାରଳା ଦାସଙ୍କ ରଚନା ବୋଲି ଅନୁମାନ କରାଯାଏ। ଗ୍ରନ୍ଥଟିର କବି ପରିଚିତି, ଏହାର ରଚନାକାଳ ବା କବିଙ୍କ ରଚନାର କ୍ରମ ସମ୍ବନ୍ଧରେ ସୂଚନା ଆଦୌ ଉପଲବ୍ଧି ହୁଏ ନାହିଁ। ଏହା ଉପରେ ପ୍ରଥମେ ଆଲୋକପାତ କରିଛନ୍ତି ଡକ୍ଟର ବଂଶୀଧର ମହାନ୍ତି ତାଙ୍କ ଓଡ଼ିଆ ସାହିତ୍ୟର ଇତିହାସରେ। ଗ୍ରନ୍ଥଟି ଦାଣ୍ଡିବୃତ୍ତରେ ରଚିତ। ଲକ୍ଷ୍ମୀନାରାୟଣଙ୍କ ମଧ୍ୟରେ କଥୋପକଥନ ଶୈଳୀରେ ଏହା ରଚିତ। ବ୍ରତ ସମ୍ବନ୍ଧରେ ଲକ୍ଷ୍ମୀନାରାୟଣଙ୍କୁ ଅବଗତ କରାଇଛନ୍ତି। ଗୁରୁବାର ବ୍ରତ ସମ୍ପର୍କରେ, ଏହି ବ୍ରତ ପାଳନ ସହିତ ସମ୍ପୃକ୍ତ ବିଭିନ୍ନ ବିଧିବିଧାନ ସମ୍ବନ୍ଧରେ ଆଲୋକପାତ କରିଛନ୍ତି। ଆମ ଓଡ଼ିଆ ସମାଜରେ 12 ମାସରେ 13 ପର୍ବ ଯେଉଁ ଓଷା ବ୍ରତ ଆମର ରହିଛି, ତାହା ମଧ୍ୟରେ ଏକ କାହାଣୀ ନିକ୍ଷେପ ହୋଇ ରହିଛି। ଯେମିତି ଓଷା ବ୍ରତ କଲେ ଧନଧାନ୍ୟ ବଢ଼ିଯିବ। ଏହି ବ୍ରତ ପାଳନ ସହିତ ସମ୍ପୃକ୍ତ ବିଭିନ୍ନ ବିଧିବିଧାନ ସମ୍ବନ୍ଧରେ ଆଲୋକପାତ କରିଛନ୍ତି। ସାମାଜିକ ମଣିଷ ପକ୍ଷରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ଓ କେଉଁ କାର୍ଯ୍ୟ କରିବା ଅନୁଚିତ ତାହା ସେ ବଖାଣିଛନ୍ତି। ସାମାଜିକ ମଣିଷ ପାଇଁ ସ୍ୱାସ୍ଥ୍ୟ ରକ୍ଷା ଦୃଷ୍ଟିରୁ କେତେକ ଅକରଣୀୟ କାର୍ଯ୍ୟକୁ ବିଧି ନିଷେଧ ରୂପେ କବି ଏଥିରେ ବର୍ଣ୍ଣନା କରିଛନ୍ତି ମହାଲକ୍ଷ୍ମୀଙ୍କ ମୁଖରେ। ତେଣୁ ସାରଳା ଦାସ ଏହି ଗ୍ରନ୍ଥରେ କେବଳ ଜଣେ କବି ଭାବରେ ନୁହନ୍ତି, ଜଣେ ଲୋକଶିକ୍ଷକ ଭାବରେ ମଧ୍ୟ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ପରବର୍ତ୍ତୀ ଯୁଗରେ ପଞ୍ଚସଖା ଯୁଗରେ କବି ବଳରାମ ଦାସ ଗ୍ରନ୍ଥ ଦ୍ୱାରା ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଏ। ସେ ତାଙ୍କ ମହାଲକ୍ଷ୍ମୀ ପୁରାଣ ରଚନାରେ ଏହି ଗ୍ରନ୍ଥର କେତେକ ଉପାଦାନ ବିନିଯୋଗ କରିଛନ୍ତି। ଶୈଳୀ ଦୃଷ୍ଟିରୁ ସାରଳାଙ୍କ ପ୍ରଥମ ରଚନା ଭାବରେ ଗ୍ରହଣ କରାଯାଇପାରେ, ମାତ୍ର ଏହା ଏପର୍ଯ୍ୟନ୍ତ ଅପ୍ରକାଶିତ ଅବସ୍ଥାରେ ରହିଛି।
ଏହା ଲୋକଲୋଚନକୁ ନ ଆସିବା ପର୍ଯ୍ୟନ୍ତ ଏବଂ ଏହା ଉପରେ ଅଧିକ ଗବେଷଣା ନ ହେବା ପର୍ଯ୍ୟନ୍ତ ଏହାକୁ ସାରଳାଙ୍କ ରଚନା ଭାବରେ ଗ୍ରହଣ କରିବାରେ ପ୍ରମାଦ ରହିଯିବାର ବହୁତ ସମ୍ଭାବନା ରହିଛି। ତେବେ ସାରଳା ଯୁଗର ବୈଶିଷ୍ଟ୍ୟ ସମ୍ପର୍କରେ ଜାଣିବା। ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀକୁ ସାରଳା ଯୁଗ କୁହାଯାଏ। ଏହି ଯୁଗରେ ସାରଳା ଦାସ ଥିଲେ ଏକମାତ୍ର କବି, ତେଣୁ ତାଙ୍କ ନାମରେ ଏହି ଯୁଗ ନାମିତ। ଓଡ଼ିଆ ସାହିତ୍ୟରେ ଏହି ଯୁଗର ବିଶେଷତ୍ୱ ଗୁଡ଼ିକ ନିମ୍ନରେ ଆଲୋଚିତ। ଏହି ଯୁଗର ଶ୍ରେଷ୍ଠ କବି ସାରଳା ଦାସ ଓଡ଼ିଆ ଭାଷାରେ ମହାଭାରତ, ବିଲଙ୍କା ରାମାୟଣ, ଚଣ୍ଡୀପୁରାଣ ଇତ୍ୟାଦି ରଚନା କରି ଓଡ଼ିଆ ଭାଷାର ପ୍ରାଣ ପ୍ରତିଷ୍ଠା କଲେ, ଯେଉଁଥିପାଇଁ ତାଙ୍କୁ ଆଦିକବିର ଗୌରବ ପ୍ରଦାନ କରାଯାଏ। ସଂସ୍କୃତି ସଚେତନ କବି ସାରଳା ଦାସ ନିଜ ସାହିତ୍ୟରେ ଓଡ଼ିଆ ଜନସାଧାରଣଙ୍କ ସାଂସ୍କୃତିକ ତଥା ସାମାଜିକ ଚଳନୀର ପ୍ରତିଫଳନ ଘଟାଇ ଚିରକାଳ ପାଇଁ ଅମର ରହିଗଲେ। ସମସାମୟିକ ଗଜପତି ରାଜାମାନଙ୍କ ରାଜ୍ୟଜୟ ଅନ୍ୟାନ୍ୟ କୃତିତ୍ୱପୂର୍ଣ୍ଣ କାର୍ଯ୍ୟାବଳୀର ନିଖୁଣ ଚିତ୍ର ଅଙ୍କନ କରି ସେ ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ଏକ ବୀରତ୍ୱପୂର୍ଣ୍ଣ ଐତିହ୍ୟର ସଂକେତ ଦେଇଗଲେ। ସ୍ୱଦେଶ ପ୍ରେମୀ ସାରଳା ଦାସ ନିଜର ଗ୍ରନ୍ଥମାନଙ୍କରେ ନିଜ ଦେଶର ଗୌରବ ବୃଦ୍ଧି ନିମନ୍ତେ ସଚେଷ୍ଟ ହୋଇଛନ୍ତି। ଫଳରେ ଉତ୍କଳୀୟମାନଙ୍କୁ ସେ ଦେଶପ୍ରେମରେ ଉଦ୍ବୁଦ୍ଧ ହେବା ପାଇଁ ପ୍ରେରଣା ଯୋଗାଇଛନ୍ତି। ଓଡ଼ିଆ ପଦ୍ୟ ସାହିତ୍ୟରେ ଗଦ୍ୟର ବ୍ୟବହାର କରି ସେ ପରବର୍ତ୍ତୀ ସାହିତ୍ୟିକମାନଙ୍କ ପାଇଁ ଆଦର୍ଶ ହୋଇ ରହିଛନ୍ତି। ଅନୁବାଦ ଓ ଅନୁସରଣ ମାଧ୍ୟମରେ ସାରଳା ଦାସଙ୍କ କାବ୍ୟମାନ ରଚିତ ହୋଇଥିଲେ ହେଁ କାବ୍ୟର ପତ୍ରେ ପତ୍ରେ କବିଙ୍କ ମୌଳିକତା ପରିଦୃଷ୍ଟ ହୁଏ। ଏଣୁ କାବ୍ୟ ଅନୁଦିତ ହେଉ ବା ଅନୁସୃତ ହେଉ, ତାର ନିଜସ୍ୱ ଚିନ୍ତା ଚେତନାର ପ୍ରତିଫଳନ କରାଇବା ଯୁଗର ନିଜେ ଶକ୍ତି ଉପାସକ ଥିଲେ। ସର୍ବଧର୍ମର ସମନ୍ୱୟ ଆନୟନ କରି ସାରଳା ଦାସ ଆଧ୍ୟାତ୍ମିକ କ୍ଷେତ୍ରରେ ଯେଉଁ ଉଦାରତା ଦେଖାଇଲେ ତାହା ପରବର୍ତ୍ତୀ କବିମାନଙ୍କୁ ଉତ୍ସାହିତ କରିପାରିଥିଲା। ତେବେ ଆଜି ପାଇଁ ଏତିକି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଲାଇକ୍ କମେଣ୍ଟ କରନ୍ତୁ। ଧନ୍ୟବାଦ।